ଘରକୁ ଆସି ମତେ ଦେଖା କରିବ ଏ କଥା ତମେ ଚିଠିରେ ଲେଖିନଥିଲି। କିନ୍ତୁ ତମେ ଯେ ଏଇ ଗାଡିରେ ଆସି ଏଇ ଷ୍ଟେସନରେ ଓହ୍ଲେଇବ ଏ କଥା ତ ଚିଠିରେ ଲେଖିଥିଲ। ଘରୁ କେବେ ଆସିଲ? ଆଜି ଏଇ ଘଣ୍ଟେ ପୂର୍ବରୁ। ମୁଁ ଚିଠି ନ ପାଇଥିଲେ ତମେ ନିଶ୍ଚୟ ଏତେ ଚଞ୍ଚଳ ଘରୁ ଆସିନଥାନ୍ତ। ଆଜି କଲେଜ ଖୋଲିଲା ମୁଁ କଟକ ଆସୁଛି, କେବଳ ଏଇ କଥାଟା ତମକୁ ଜଣେଇଦବା ପାଇଁ ମୁଁ ଚିଠି ଲେଖିଥିଲି। ଏଇ କଥାଟା ଜାଣି ସାରିଲା ପରେ ମୁଁ କଟକ ନ ଆସି କେମିତି ଯେ ଘରେ ରହିପାରିଥାନ୍ତି? ନା ନା, ଏ ଅନ୍ୟାୟ। କାହାର ଅନ୍ୟାୟ? ତମର ନା ମୋର? ତମ ବୋଉ ଯଦି ଜାଣିବେ ନା ମୁଁ ଚିଠି ଲେଖି ତମକୁ ତାଙ୍କ ପାଖରୁ ନେଇ ଆସିଛି, ତାହେଲେ ସେ ସାଙ୍ଗେ ସାଙ୍ଗେ ତମକୁ ନେଇ ତା ନିକଟରେ ହାଜର କରିବାକୁ ମତେ ଆଦେଶ ଦେଇ ଚିଠି ଲେଖିବ। କଣ ହେଲା? କଥାଟା ଶୁଣି କିଛି ନ ଶୁଣିଲା ଭଳି ଆଉ ସବୁ ଜାଣି କିଛି ନ ଜାଣିଲା ଭଳି ମୁହଁଟା ଏଡି ଚମତ୍କାର ମାନିପୁଲେଟ କରି ବୁଲେଇ ନେଲ ଯେ। ଗୋଟେ ରିକ୍ସା। ରିକ୍ସା କଣ ହବ? କଥା କଣ କଣ ତ ଆମେ ଷ୍ଟେସନ ହାତ ପାରି ହେଇ ଆସିଲୁଣି। ମୁଁ ହଷ୍ଟେଲ ଯିବି। ଏଠୁ ସିଧା ହଷ୍ଟେଲ ଯିବ? ଆଉ କୋଉଠିକି? ଆଉ ଟିକେ ଆଗକୁ ରାସ୍ତା ସେ ପାଖରେ ଆଚାର୍ଯ୍ୟ କୁଟୀର। ଆଚାର୍ଯ୍ୟ କୁଟୀର? ତମ କଟକ ଘର? ହଁ, ତମ ସହିତ ମୋର ପରିଚୟ 2 ବର୍ଷରୁ ଅଧିକ, କିନ୍ତୁ ଏ ଘରକୁ ତମେ କେବେ ଯାଇନ। ନା। ଯିବ? କଣ ହେଲା? ତମେ ଅଟକିଲ, ତମକୁ ଦେଖି ରିକ୍ସା ଅଟକିଲା। ଚାଲ। ଆଚାର୍ଯ୍ୟ କୁଟୀରକୁ? ବେଶ ବଡ ଘର ତ। ମୁଁ କଟକରେ ରହି ପଢିବି ବୋଲି ବାପା ଏ ଘରଟା କିଣିଥିଲେ। ପଢା ତ ସରିଲା, ତୁମେ ଡେପୁଟି ମ୍ୟାଜିଷ୍ଟ୍ରେଟ ହେଲ। ଭାବିଥିଲି ଘରଟା ବିକିଦେବି, କିନ୍ତୁ ଆଜି ଏଇ ମୁହୂର୍ତ୍ତରେ ମୋ ନିଷ୍ପତ୍ତି ମୁଁ ବଦଳଉଛି। ଘରଟା ବିକିବିନି। କାହିଁକି? ଏଇ ଘରେ ଆଜି ତମ ପାଦ ପଡିଲା, ପୁଣି କିଛି ନ ଶୁଣିଲା ପରି କିଛି ନ ଜାଣିଲା ପରି। ସେ ଟେବୁଲରେ ଚା ସରଞ୍ଜାମ ଅଛି ବୋଧେ? ଆଚ୍ଛା ନିରୁ, ଏଇ ଚା ସରଞ୍ଜାମ ଯଦି ଏଠି ନଥାନ୍ତା ତେବେ ଏଇ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ତମେ ଆଉ କି ପିଲି ନେଇଥାନ୍ତ ଶୁଣେ? ସେ କଥା ମୁଁ ଜାଣେ। କୁଆଡେ ଯାଉଛ ତମେ? କଣ ଦେଖୁଛ ସେଠି? ଦେଖୁଛି ଶ୍ରୀ ନିର୍ମଳ କୁମାର ଆଚାର୍ଯ୍ୟ। ସେ ତ ହେଇ ବସିଛନ୍ତି। ସେ ଫଟୋରୁ କଣ ଆଉ ଅଧିକା ଦେଖୁଛ? ଦେଖୁଛି ଡେପୁଟି ମ୍ୟାଜିଷ୍ଟ୍ରେଟ ହେଲା ଭଳି ତମର ଗୋଟେ ହାକିମ ଚେହେରା ଅଛି କି ନାହିଁ। ଆଚ୍ଛା, ତମେ ତ ଡେପୁଟି ହେଲ, ତମର ପରା ଜଣେ ପେସ୍କାର ଦରକାର। ହଁ, ମତେ ସେ ଚାକିରିଟା କରେଇ ଦିଅ। ପାରିବ ତମେ? ଏମିତି କି କାମ ଯେ ପାରିବିନି? ପେସ୍କାର କାମ କଣ? ଏଇ ପେସ୍ କରିବା। ମୁଁ କଣ ପାରିବିନି? ଚେଷ୍ଟା କଲେ ହୁଏତ ପାରିବ। ଚାକିରିର ପ୍ରଥମ କେଇଦିନ ଅବଶ୍ୟ କେବଳ ଲାଜ ପେସ୍ କରିବ, ତାପରେ ରାଗ, ଅଭିମାନ, କଳିକଜିଆ, ଶେଷକ ଅବସ୍ଥା ଏମିତି ହବ ଯେ ତମେ ହାକିମ ହେଇ ବସିବ, ମୁଁ ତମ ପାଖରେ ଶାଢୀ ରଖିବାଠୁ ଆରମ୍ଭ କରି ବେବି ଫୁଡ ବାସ୍ ଖୁବ ହେଇଛି। ମୋ ଚାକିରି କଥା ସେତିକି ଥାଉ। କହିବେଟି ତମ ଟ୍ରେନିଂ କେବେ? ଏଇ ପହିଲାରୁ। କେବେ ଶେଷ ହବ? ପ୍ରାୟ ବର୍ଷକ ପରେ। ଏଇ ବର୍ଷ ଗୋଟେ ତମ ସହିତ ଦେଖାଇ ପାରିବନି? ବିଶ୍ୱାସ ନୁହେଁ ନିରୁ। ଏଇ କଣ? ଏଇ କଥାରେ ଆଖିରେ ଲୁହ? ଏତିକି ଧୈର୍ଯ୍ୟ ଯଦି ତମର ନାହିଁ ତେବେ ଯେତେବେଳେ। ନା ଥାଉ, ଆଉ କିଛି କୁହନା, ମୋର ଖୁବ ଧୈର୍ଯ୍ୟ ଅଛି। ଏଇ ଦେଖ, ମୁଁ ଆଉ କାନ୍ଦୁନି। ଜୋର କରି ଆଖିରୁ ଲୁହ ପୋଛି ଦେଲେ ଭିତରର କୋହଟାକୁ ଚାପି ରଖି ପାରିବନି ନିରୁ। କିନ୍ତୁ ସତ କଥାରେ କଣ ଜାଣ, ଠିକ ଏଇ ଅବସ୍ଥାରେ ତମମାନଙ୍କ ଆଖିରେ ଲୁହ ଦେଖିଲେ ଆମ ପୁରୁଷ ମାନଙ୍କ ଆତ୍ମପ୍ରସାଦ 2 ଗୁଣ ବଢିଯାଏ। କଣ ସତ କରୁଛି ତ? ମୁଁ ଜାଣିନି। ଠିକ ଏଇ ଉପରେ ମୁଁ ଚାହୁଁଥିଲି, ଆଉ ଏଇଥିରେ ମୁଁ ଭାରି ଖୁସି। ବେଳ ହେଇଗଲାଣି, ମୁଁ ଯିବି ହଷ୍ଟେଲକୁ। ହଁ, ଚାଲ। ତୁ କଣ ଜାମାପଟା ପିନ୍ଧି ବାହାରିଲୁଣି ରେ ପୂଜା? ହଁ ନାନୀ, ମୁଁ ସାଙ୍ଗେ ସାଙ୍ଗେ ଘରକୁ ବାହାରିଲି। 4 ଦିନ ହେଲା ଘରୁ ଆସିଲିଣି। ତେଣେ ପିଲା ଗୁଡା କଣ କରୁଥିବେ କେଜାଣି? ପିଲା ପଞ୍ଝାଏ ତ ଜନ୍ମ ହେଇନାହାନ୍ତି, ଅସୁର ପଞ୍ଝାଏ। ଖାଇବେ ଖାଇବେ ବୋଲି ସାରା ଦୁନିଆଟା ଖାଇଯିବେ। ପିଲା ଛୁଆଙ୍କ କଥା ତୁ ସତରେ ବୁଝୁଛୁ? ମୁଁ ଜାଣେ, ତୁ ମତେ ଏଇ କଥା କହିବୁ, ଏକା ତୁ କାହିଁକି? ସାଇ ଭାଇରେ ସମସ୍ତେ କହୁଛନ୍ତି ନନା ଥିଲାବେଳେ ଆମର ବାଟି ବାଟି ସମ୍ପତ୍ତି ଥିଲା। ଆମର ସେମିତି ଖାନଦାନୀ ଥିଲା ବୋଲି ତୁ ଏ ରାମଜାଦା ଆଚାର୍ଯ୍ୟ ଘରକୁ ବୋହୁ ହେଇ ଆସିଲୁ। ଆଉ ନନା ମରିଗଲା ପରେ ମୁଁ କୁଆଡେ ଗଞ୍ଜା, ଅଫିମ, ଭାଙ୍ଗ ଖାଇ ସବୁ ଉଡେଇଦେଲି। ଆଉ ଜମି 5 ଗୁଣ୍ଠି ବି ନାହିଁ। ଥାଉରେ, ସେ ପୁରୁଣା କଥାରୁ କଣ ମିଳିବ? ଭାଗ୍ୟ ବୁଝିଲାନି, ଭାଗ୍ୟ। ଆମେ 2 ଭାଇ ଭଉଣୀ। ତୋ ଭାଗ୍ୟରେ ଥିଲା ତୁ ଏଠି ରାଜରାଣୀ ପରି ରହିଲୁ, ତୋ ପୁଅ ଡେପୁଟି ହେଲା। ଆଉ ମୋ ଭାଗ୍ୟରେ ଥିଲା ମୁଁ ହେଲି ଭିକାରୀ। ଏଥିରେ ଅଫିମ କି ଦୋଷ କଲା ମୁଁ ବୁଝିପାରୁନି। କହିଲି ପରା, ସେ କଥାରୁ କଣ ମିଳିବ? ତୁ ତ ହେଇ ଛତା ବଳି ଧରି ବାହାରିଲୁଣି। ନିର୍ମଳ କଥା କଣ ବୁଝିଲୁ? ଏଇ ମାସରେ ପରା ତା ଟ୍ରେନିଂ ସରିବ। ତା ବାହାଘର କଥାଟି? ହଁ, ସେ କଥା ହେଇକରି ରହିଛି ମ। 100ଟି 150 ପାତ୍ରୀ ଭିତରୁ ଜରିପଡା ମାଗୁଣୀ ମିଶ୍ରଙ୍କ ଝୁଅକୁ ମୁଁ ବାଛି କରି ରଖିଛି। ପିଲାଟି ମାଇନର ପାସ୍, ରୂପ ଗୁଣ କୋଉଥିରେ ବାଛିବାର ନାହିଁ। ବାପ ନାହିଁ ତାର। ବାପ ବଦଳେ ମାମୁଁ ତୁ ମୁରବି ହେଇ ବସିଛୁ, ସେ ବୋଝ ତୋ ମୁଣ୍ଡରେ। ହେଲେ ନାନୀ,
ମୁଁ ଗୋଟାଏ କଥା ଶୁଣୁଛି। କଣ ରେ? ସେପାରି ଦିଗମ୍ବର ଦାସ ଘର ଚଳଣି କିଛି ନୁହେଁ, ହଁ। ତାରି ଝିଅ କଣ ତା ନାଁଟି? ହଁ, ନିରୁପମା ଆମ ନିର୍ମଳ ସାଙ୍ଗରେ କଲେଜରେ ପଢୁଥିଲା। ନିର୍ମଳ କଣ ଇଚ୍ଛା ତାକୁ ହିଁ ବାହା ହବ। ଦାସ ଘର ଝୁଅ? ହଁ। କି ଦାସରେ? ତଳ ପାହାଚ ଦାସ। କି ଦାସ କଣ? ସିଏ ପୁଣି ଆସି ଦକ୍ଷିଣ ଶାସନ ଆଚାର୍ଯ୍ୟ ଘରେ ବୋହୂ ହବ? ଡାକିଲୁ ଧରଣୀ, ଡାକିଲୁ। ଆଜି ସେ ନିମ ପାଖକୁ ଚିଠି ଲେଖୁ। ମୁଁ କେତେବେଳୁ ଆସିଲିଣି ମାଉସୀ, ସବୁ ଶୁଣିଛି। ତଳ ପାହାଚ ବାଲା ତମ ଘରକୁ ବୋଉ ହେଇ ଆସିଲେ ନା ଉପର ପାହାଚ ହେଇଯିବେନି? ସେ ହସ ହସ କଥା ଥାଉ, ତୁ ଚିଠି ଲେଖିବୁ କି ନାହିଁ କହିଲୁ? ନିର୍ମଳ ମାଇନାଙ୍କ ପାଖକୁ ତ ଏଇ ସାଙ୍ଗେ ସାଙ୍ଗେ ଲେଖୁଛି। ତୁ ପାଗଳ ହେଲୁ ନାନୀ? ତତେ ଆଉ ମତେ ନ ପଚାରି ନିର୍ମଳ କଣ ଏ କଥାରେ ହାତ ଦବ? ହଉ ନାନୀ, ମୁଁ ଉଠିଲି। ନେ, ଏ ଟଙ୍କା 100ଟା ରଖ, ପିଲାଙ୍କ ପାଇଁ ଧାନ କିଣିବୁ। ସେ ନିଆଁ ପଣସ ଗୁଡାକ ଆଉ କିଣିବୁନି, ମୋ ମୁଣ୍ଡ ଖାଉଠି। ଛି 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 ଛି, ମୁଁ କଣ ଆଉ ଖାଉଛି ନାନୀ? ଇଏ ଧରଣୀକି ପଚାରୁନୁ। ଏଇଠି ବୁଝ ମାମୁଁ, ମାଉସୀ ଭଲ ଭାବେ ଜାଣନ୍ତି ମୁଁ କେବେ ମିଛ କଥା କହେନି। ସେଇଥିପାଇଁ ସେ ତମ କଥାରେ ମତେ ମୋଟେ ସାକ୍ଷୀ ମାନିବେନି। ଟଙ୍କା ତ ପକେଟରେ ରହିଲାଣି, ଏବେ ଭଲରେ ଭଲରେ ଘରକୁ ଯାଅ। ତୋର କଣ ଏଠି କିଛି କାମ ଅଛି ବାପ? କାହିଁକି? ଆମ ସାଙ୍ଗରେ ଯିବା। ଚାଲ ଚାଲ। ନିମ ପାଖକୁ ଆଜି ଚିଠି ଲେଖିବୁ ଧରଣୀ। ହଁ ଲେଖିବି ମାଉସୀ, ଲେଖିବି। ଆଜି ଆସିଲ? ହଁ। ପୁରା ଗୋଟେ ବର୍ଷ ନା? ଏ ବର୍ଷ ଗୋଟାକରେ ତମେ ଆଦୌ ବଦଳିନ। ସେଦିନ ତମକୁ ଏଇ ହଷ୍ଟେଲ ପାଖରେ ଛାଡି ଯାଇଥିଲି, ଆଜି ସେଇଠି ପୁଣି ଦେଖୁଛି ତମେ ଯେମିତି ଥିଲ ସେମିତି ଅଛ। ତମେ କିନ୍ତୁ ଝଡି ଯାଇଛ। ଝଡି ଯାଇଛି? ହଁ, ମୁଁ ଯଦି ତମ ଖାଇବା ପିଇବା କଥା ବୁଝିଥାନ୍ତି ନା ଦେଖିଥାନ୍ତ। ଖାଇବା ପିଇବା କଥା ବୁଝିଥାନ୍ତ? କାହିଁକି? ପେସ୍କାର ଚାକିରି କଥା କଣ ହେଲା? ଆରେ ହାତରେ ସେଟା କଣ? କି ମ୍ୟାଗାଜିନ ଦେଖି? ପଢିଛ ଏଇ ଲାଇନଟା? କୋଉ ଲାଇନ? ଏଇ ସନ୍ନ୍ୟାସୀ ଏହି ଗହନ ଅରଣ୍ୟରେ ତପସ୍ୟା କରିବା ସହଜ, କିନ୍ତୁ ବିବାହ କରି ଘର ସଂସାର କରିବା ଆଦୌ ସହଜ କଥା ନୁହେଁ। ପଢିଛି। ଏ କଥାଟି ଠିକ ଆମକୁ ଲକ୍ଷ୍ୟ କରି ଯେମିତି ଲେଖା ହେଇଛି। ଏ କଥା କହୁଛୁ କାହିଁକି? ଏ ଯେମିତି ଆମ ପାଇଁ ଏକ ଆହ୍ୱାନ। ଆହ୍ୱାନ? ହଁ, ଆଉ ବୋଧେ ଆମର ଅପେକ୍ଷା କରିବା ଉଚିତ ନୁହେଁ ନିରୁ। ନିର୍ମଳ, ମୁଁ ଜାଣେ ତୁମ ଭିତରେ ଅନେକ ପ୍ରଶ୍ନ ଉଠୁଥିବ। ତୁମେ ଦାସଘରର ଝିଅ, ମୋର ଜନ୍ମ ଦକ୍ଷିଣ ଶାସନର ବିଖ୍ୟାତ ଆଚାର୍ଯ୍ୟ ପରିବାରରେ। এই ବିବାହରେ ମୋ ବୋଉ କେବେ ରାଜି ହବନି, ଏଇ ସୂଚନା ମୁଁ ପାଇଛି। କିନ୍ତୁ ଅପେକ୍ଷା କରି ଲାଭ ନାହିଁ। ଅପେକ୍ଷା କଲେ ଆମକୁ କେହି ସାହାଯ୍ୟ କରିବାକୁ ଆସିବେନି। ସବୁ ଝଡଝଞ୍ଜା ଆମକୁ ହିଁ ମୁଣ୍ଡପାତି ସହିଯିବାକୁ ହବ। ମୁଁ ପାରିବି ତ ନିର୍ମଳ? ସେଇ କଥା ତ କହୁଛି। ଏଇ କେଇ ଧାଡି ଲେଖା ଆମ ପାଇଁ ଏକ ଆହ୍ୱାନ। ଏଇ ଆହ୍ୱାନର ଉତ୍ତର ମୁଁ ଦେବି, ତମେ ଦବ। ସତ କହୁଛ ତମେ? ମୁଁ ପାରିବି? ସେ ଶକ୍ତି ମୁଠି ଅଛି? ଅଛି। ତମେ ଖାଲି ନିରୁ ନୁହଁ, ନିରୁପମା ନୁହଁ, ତମେ ହବ ଆଚାର୍ଯ୍ୟ ପରିବାରର ବଧୂ ନିରୁପମା। ଗାଁ ବାଲା ତ ଚୌପାଢୀରେ ଅଛନ୍ତି, କୁହନ୍ତୁ ମୁଁ ଠିକ କହୁଛି କି ଭୁଲ କହୁଛି? ବାପେ ମରିବାର 7 ବର୍ଷ ହେଇଗଲା। ଏ 7 ବର୍ଷ କାଳ ସବୁ ଝଡି ବତାସ ସହି କିଏ ତୁମକୁ ଚଳେଇଲା? ସେଇ ମା ତ। ଆଜି ତମେ BA MA ପାସ୍ କରି ଡେପୁଟି ହେଇଗଲ ବୋଲି ତାକୁ ବୋଧେ ପଚାରିଲ ବି ନାହିଁ। କଟକରେ ରେଜିଷ୍ଟ୍ରି ବାହା ହେଇ ଟେଲିଗ୍ରାମ ଟିଏ ପଠେଇ ଦେଇଲ କଣ ନା ମୁଁ ବୋହୂକୁ ନେଇ ଘରକୁ ଯାଉଛି। ପୁଣି ବୋହୂ କିଏ ନା ଦିଗମ୍ବର ଦାସଙ୍କ ଝୁଅ। ଆମରି ବ୍ରାହ୍ମଣ ଘର ତ? ବ୍ରାହ୍ମଣ? ତଳ ପାହାଚ ଦାସ, ସିଏ ପୁଣି ଗୋଟେ କି ବ୍ରାହ୍ମଣ ଲେଖା ଓ? ଏଇନେ ପୁଣି ହବ କଣ? ଯାହା ମୁଁ କହିଛି, ଦିଗମ୍ବର ଦାସ ଏ ଘର ଦ୍ୱାର ବନ୍ଧ ଦେଇ ଯାଇପାରିବ ନାହିଁ। ନୀଳାମ୍ବର ଆଚାର୍ଯ୍ୟ ସିନା ମରି ଯାଇଛନ୍ତି, ହେଲେ ଇଏ ଚତୁର୍ଭୁଜ ବିଶ୍ୱ ତ ବଞ୍ଚିଛି। ବୁଝିଲୁ? କାଉଁରିଆ କାଠି ଭାଙ୍ଗି ଯିବି ପଛେ ନଇଁବିନି। ନା, ମୁଁ ଖଞ୍ଜା ଭିତରକୁ ଯାଇ ମାଉସୀ ପାଖକୁ ଯାଏ। ମାଉସୀ, ମାଉସୀ। ତମ ମନରେ ଏଇଆ ଥିଲା ଠାକୁରେ? ମୁଁ ତ ତମ ସେବା ପୂଜାରେ କାଣିଚାଏ ଅବହେଳା କରିନି, ମତେ ଏ ଦଣ୍ଡ ଦେଲ କାହିଁକି? ମାଉସୀ, ଅଜାତି ଛୋଟ ବର ଝୁଅ ଆସି ତମ ସେବା ପୂଜା କରିବ, ତମକୁ ପୁଣି ତୁଳସୀ ଦବ। ଏ ଅନାଚାର ତ ମୁଁ କେବେ ସହିପାରିବିନି ପ୍ରଭୁ, କେବେ ସହିପାରିବିନି। ମାଉସୀ, ଆଜ୍ଞା ଧରଣୀ, ପୁଅ ବୋହୂ ଆଜି ଆସୁଛନ୍ତି ଟି? ଆସୁଛନ୍ତି କଣ ରମାନ ବାବୁ, ଆସିଗଲେଣି କୁହ। ହେଲେ ମାଉସୀ କହନ୍ତି ଏ ମୋତି ତୋ ମା ସାନ୍ତାଣୀ କହନ୍ତି? ଠାକୁର ଘରେ କବାଟ କରି ପଶିଛନ୍ତି। କି ଆଶ୍ଚର୍ଯ୍ୟ! ମାଉସୀ,
ମାଉସୀ 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 ନା ଶୁଣୁନାହାନ୍ତି। ପ୍ରମାଣ ବାବୁ ତମେ ଟିକେ ଡାକ ନା। ତମେ ବାୟା ହେଲ ଭଉଣୀ, ତାଙ୍କ ଆଗରେ ସଳଖି ଠିଆ ହେବାର ଯୋଉ ଆମର ଅଛି ନା, ତାଙ୍କୁ ପୁଣି ଯାଇ କିଏ ଡାକିବ? ମୋତି ଇଏ ଘରୁ ମୋ ଦାନା ପାଣି ଉଠେଇବ କି ବାବୁ? ମା ସନ୍ତାଣୀଙ୍କୁ ମୁଁ ଯାଇ ଡାକିବି? ଏ ସେମାନେ ଆସିଗଲେଣି। ଏ କଣ ଏ ଚୌପାଟରେ ଏତେ ଲୋକ ଥିଲେ କେହି ନାହାନ୍ତି? ଏତେ ସ୍ୱାର୍ଥପର ଭୟାଳୁ ଲୋକ ଗୁଡାକ ବୁଝ। ନାନୀ କହିଛି ସିଏ ଆଉ ନିର୍ମଳ ମୁହଁ ଚାହିଁବ ନାହିଁ। ଅଫିମ ନ ଛାଡିଲେ ନାନୀ ବି ତମର ମୁହଁ ଚାହିଁବନି ବୋଲି କହିଥିଲା। ତାଙ୍କ କଥା ତମେ ରଖିଛ? ତୁ କଣ ମତେ ଏଇ ଧମକ ଦବାକୁ ଆସିଛୁ ଧରନି? ଧମକ ନୁହେଁ ବୁଝ ମାମୁଁ, ମୁଁ ତମ ଗୋଡ ହାତ ଧରୁଛି। ଏ ଲଜ୍ଜା ଅପମାନରୁ ନିର୍ମଳ ଭାଇନାଙ୍କୁ ତମେ ଉଦ୍ଧାର କର। କେତେବେଳେ ଯାଏଁ ବର କନ୍ୟା ଏମିତି ଦାଣ୍ଡ ମଝିରେ ଗାଡି ଭିତରେ ବସି ରହିଥିବେ କହିଲ? ତମ ମାଉସୀ ପାଖକୁ ଚାଲ। ଆଚ୍ଛା ନାନୀ, 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 ବୋହୂକୁ ନେଇ ନିର୍ମଳା ଆସିଛି ପରା। ଏ ଘରର ମାଲିକ ସେ, ମୁଁ ତା ବାଟରେ କଣ୍ଟା ହେବି କାହିଁକି? କହିଦେ ତାକୁ ବୋହୂକୁ ନେଇ ସେ ଘରକୁ ଆସୁ। ହେଲେ ମୁଁ କହିଦଉଛି, ଶଙ୍ଖ ବାଜିବନି, ହୁଳହୁଳି ପଡିବନି କି ବନ୍ଦାପନା ହବନି। ଯେମିତି ସେ କାଗଜ କଲମରେ ବାହା ହେଇଛି ସେମିତି ଖାଲି ଖାଲି ଘରକୁ ଆସୁ। ଏଇ ଆମ ବାସର ଘର। ଅଗୁର ଚନ୍ଦନ ତ ଦୂରର କଥା, ପାଖୁଡାଏ ଫୁଲ ବି ନାହିଁ। ତମର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହେଇଗଲା ନିରୁ। এই ফুল সজ্জা রাত্রে ফুল বদଳରେ ଯେମିତି ଆମ ପାଇଁ କିଏ କଣ୍ଟା ବିଛେଇ ଦେଇଛି। ନା ନା, ଏ କଥା କୁହନି, ତୁମେ ଏ କଥା କୁହନି। ମତେ କ୍ଷମା କର ନିରୁ, ସବୁ ଦୋଷ ମୋରି। କିନ୍ତୁ କିନ୍ତୁ ମୁଁ କରିଥାନ୍ତି କଣ? ମୋର ଧାରଣା ଥିଲା ଆମେ ଏଠି ପହଞ୍ଚିଲା ପରେ ବୋଉ ମାମୁଁ ସବୁ କଥା ଭୁଲିଯିବେ। ଆଜି ଭୁଲି ନାହାନ୍ତି, ହେଲେ ଦିନେ ନା ଦିନେ ଭୁଲିଯିବେ। ନିରୁ, ଆଚାର୍ଯ୍ୟ ଘର ବୋହୂ ହବାର ଯୋଗ୍ୟତା ଯଦି ମୋର ନଥିବ, ତେବେ ଏ ବାସର ଘରର ସାଜସଜ୍ଜା ସେ ଯୋଗ୍ୟତା ମତେ ଆଣି ଦେଇ ପାରିବନି। ମତେ ସେଇ ପରୀକ୍ଷା ଏଠି ଆଜି ଦବାକୁ ହବ। ପରୀକ୍ଷା କଣ ହେଇଛି ଆଜି ଜାଣ? ତମର କିଏ ରମା ନୂଆ ବୋଉ ଆଉ ପଞ୍ଚାଏ ସ୍ତ୍ରୀ ଲୋକ ବୋହୂ ଦେଖିବାକୁ ଆସି ମତେ ଘେରି ବସିଲେ। ମୋ ପିଠି ଘଷି 2-3 ଜଣ ଝିଅ ବସିଥାନ୍ତି। ମୁହଁରୁ ମୋର ଓଢଣା ଟିକେ ଏମାନଙ୍କର ବୋହୂ ଦେଖା ଚାଲିଲା ବେଳକୁ ପିଠିରେ ମୋର ଚାଲିଲା ଚୁମୁଟା, କଣ୍ଟା ଫୋଡା, ଏମିତି ରକ୍ତ ବାହାରିବା ପର୍ଯ୍ୟନ୍ତ। ନିରୁ, ନୂଆ ବୋହୂ ପାଟି ଫିଟେଇବାର ଜୁ ନାହିଁ, କିନ୍ତୁ ଯନ୍ତ୍ରଣାରେ ମୋର ଆଖି ମୁହଁ ଫାଟି ପଡିଲା ପରି ଲାଗୁଥାଏ। ଆଉ ମୋର ସେଇ ମୁହଁର ଭାବ ଦେଖି ସେମାନେ କଣ କହିଲେ ଜାଣ? ମୁଁ ତାଙ୍କୁ ବେଖାତିର କରୁଛି। ଏମିତି ଅସଭ୍ୟ ବର୍ବର ଏମାନେ। ଆଚ୍ଛା, ରାତି ବହୁ। ଛି ଛି ଛି, ତମେ ବ୍ୟସ୍ତ ହଉଛ କାହିଁକି? ଏ କଥା ଭାବିଲେ ତ ମତେ ହସ ଲାଗୁଛି। ରାତି ବେଶୀ ହେଲାଣି, ଶୋଇପଡ। କାଲି ପୁଣି ଖୁବ ଭୋର ଉଠିବାକୁ ପଡିବ। ଆମ ମୋତି ମୋତି, ମା ସାନ୍ତାଣୀ, ତୁ କୁଆଡେ ତଳେ ମରି ଶୋଇଲଣି କି? ବେଳ ଆସି 2 ଘଡ଼ି ହେଲାଣି। ଭିତର କନ୍ଦା କଣ ଆଜି ଛୁଞ୍ଚ ଚୌକା ଦିଆ ହବନି କି? ସେ କାମ ବଢିଗଲାଣି ସାନ୍ତାଣୀ। ମୁଁ ଏପଟ କାମ ସାରିଗଲା ବେଳକୁ ଆମ ବୋଉ ସାନ୍ତାଣୀ ନିଚିପର କରି ସବୁ ଛୁଞ୍ଚ ଚୌକା ଦେଇ ସାରିଛନ୍ତି। କାହିଁକି ନ ମୋତି? ବୋଉ ତ ତମର ଫୁଲ ଗଳରେ ବସି ଝୁଲିବା କଥା, ତେଇକି ପୁଣି କଟିକି ଆଣି ଛଟିକି ବୋଉ ନଲା। ଖୁଡି କଣ କିଛି କହୁନାହାନ୍ତି? ସକାଳୁ ତୁ କଣ ବୋଉ ଦେଖି ଆସିଥିଲୁ କିଲୋ ରମା? ଆଉ ପୁଣି ବୋଉ ଦେଖା? କାଲି ଯୋଉ ଫଳ ପାଇଛୁ ନା। କି ଫଳ ଲୋ? କାଲି ଦିନ ଯାକ ତ ତମେ ଠାକୁର ଘରେ କବାଟ ଗିଳି ରହିଲ। ଆମେ ଝିଅ ମାଇପି ପଞ୍ଜା ବୋଉ ଦେଖିବାକୁ ଗଲୁ। ଆମ ଠୁକୁରି ଆଉ ମାଳି ତାକୁ କୋଳେଇକିରି ବସି ରହିଥାନ୍ତି। କଣ କହିବି ଖୁଡି, ଯେମିତି ମୁଁ ତା ମୁହଁରୁ ଓଢଣା ଦେଖିଛି, ଯୋଉ ମୁହଁ ମୋଡା, ଦାନ୍ତ ନିକୁଟା, ଆମେ ଯେମିତି ତାଙ୍କୁ ଗନ୍ଧଉଛୁ। ସେଇଠୁ ଆମେ ତ ଛାତି ପିଠେଇ ପଳେଇ ଆସିଲୁ। କିଓ, ସାଇ ଭାଇରେ ଆମେ ଘର କରି ରହିଛୁ, ଆମକୁ ଏତେ ଦେଖାତିରି କାହିଁକି ବା? ଆମେ କଣ ତମର 160 ଖାଉ ନା ଧାରୁ? ଆଇଛନ୍ତି ତ 12 ଛୋଟ ଲୋକ ତଳ ପାହାଚ 10 ଘରୁ। ଶାଶିନୀ ବାମୁଣ କୁଳର ସଣ୍ଠଣା ଶିଖିବା କୋଉଠୁ? ଶୁଣିଲୁ ତ ସବୁ? ଇଏ ଦୁଆରେ ଯେ ପାଦ ପକେଇବାକୁ ସାହସ କରୁନଥିଲେ, ମୋ ମୁହଁ ଉପରେ ସିଏ ଆସି ମତେ ଛି ଛାକର କରିଗଲେ। କାହିଁକି? କାହା ପାଇଁ? ତୋ ବାପ ଯଦି ଆଜି ବଞ୍ଚିଥାନ୍ତେ। ପ୍ରକୃତ କଥାଟା କଣ ନ ଜାଣି ଲାଜ ମାଡୁନି? ତୋ ଭାରି ଚାପଟ ନେଇ ଆସି କଥା କହୁଛୁ? ଯା, ଯାହା କହିବାର କଥା ସେଇ ଛୋଟ ଘର ଝିଅ କହିବୁ ଯା। ନିରୁ, ଇଏ କଣ ରୋଷେଇ ଘରେ ଆସି କଣ କରୁଛ? ତମେ ଠିକ ହେଇକି ଆସିଲ? ମାନେ? ଏଇଟା ମଫସଲ ଗାଁ। ଦିନ ବେଳା ତମେ ମୋ ସାଙ୍ଗରେ ଆସି କଥା କହୁଛ ଦେଖିଲେ?
କାଲିକା ଘଟଣାରେ ରମାନ ବାବୁ କଥା ଶୁଣି ବୋଉ ମତେ ଦୋଷ ଦଉଛି। ମୋ କଥା ଆଦୌ ଶୁଣୁନି। ସେ କଥା ମୁଁ ବୁଝିବି, ତମେ ଗଲ। ନା, এই ଭଣ୍ଡାମି ଏ ଅନ୍ୟାୟର ପ୍ରଶ୍ରୟ ମୁଁ ଦେଇପାରିବିନି। କାହିଁକି ଏମିତି ଅବୁଝା ହଉଛ କହିଲ? ତମେ ଜାଣିନ ନାନୀ? ମାମୁଁ ଗାଧେଇ ଯାଇଥିଲେ ଆସିଲେଣି, କାଳେ ବୋଉ ଏ ଖଞ୍ଜାକୁ ଚାଲି ଆସିବେ। ତମେ ଯାଅ, ସୁନାଟା ପରା, ଯାଅ। ଆଚ୍ଛା ନାନୀ, ଗାଧେଇ ଆସିଲେଣି କି ବୁଝ? ହଁ ଟିକେ ରହ ରହ, ଏ ମାଳ ଖଣ୍ଡକ ମୁଁ ଗୁଣ୍ଠି ଦିଏ, ତତେ ଜଳଖିଆ ଦେବି। ଜୀବନ ସାରା ଏ କାମର ତାହେଲେ ତୋର ନିସ୍ତାର ନାହିଁ। ମୁକ୍ତି ଆଉ କିଏ ଦେଲା? ଆଖି ଆଗରେ ତ ଦେଖିଲୁ ଘର ସୁନା ଭେଣ୍ଡି ହେଲା। ହଁ, କପାଳ ଲିଖନ କେ କରିବ ଆନ। କାରଣ ବୋଉ ସନ୍ତାନୀ ଜଳଖିଆ ବାଢିଲେଣି। କାହା ପାଇଁ ଲୋ ମତି? ମୋ ପାଇଁ। ହଁ ମାମୁଁ ସାନ୍ତେ, ଆସ। ନାନୀ ଯାଉନୁ, ଯା ବୋଉ ସିଏ ତୋ ଚର୍ଚ୍ଚା କରିବ, ମତେ ଆଉ ପଚାରୁଛୁ କଣ? ଯା। କଣ କିଏ ଏମିତି ହସି ହସି ଗଡି ଯାଉଛୁ? ନାହିଁ ମୋ ଖୁଡି, ଏଇ ତମର ବୋଉ ଅଣ୍ଟାରେ ପଣତ ଭିଡି କଣ ଯାଇ ରୋଷେଇ ଖଞ୍ଜାରେ ହାଜର ହେଲାଣି। କଣ କାମ କରୁଛନ୍ତି ନା ଦେଖେଇ ହଉଛନ୍ତି ମ? କାହିଁକି ଲୋ, ତମେ ସବୁ ବୋହୁ ହେଇ ଆସି କଣ ରୋଷେଇ ଖଞ୍ଜାକୁ ଯାଇନଥିଲ? ଆ ବସ, ନେ ପାନ ଭାଙ୍ଗ। କହିଲ ଯେ ଖୁଡି, ହେଲେ ସିଏ ଆଉ ଆମେ କାହିଁ ରାଣୀ କାହିଁ ଚନ୍ଦର କାଣି? ଆମେ ବେଦିରେ ବସି ବାହା ହେଇ ତମ ପୁତୁରାଙ୍କ ଭାରି ଯାଇ ଏ ଘରକୁ ଆସିଥିଲୁ। ହେଲେ ସିଏ ପରା ରେଜିଷ୍ଟ୍ରି ବାହା ହେଇ ତମ ପୁଅଙ୍କ ୱାଇଫ ହେଇ ଆସିଛନ୍ତି। ୱାଇଫ ସିଏ ଯାହା ହେଇ ଆସନ୍ତୁ, ମୋ ଠାକୁର ଘର ଦୁଆର ମୁହଁ ସେ ମାରି ପାରିବନି। ହଁ ଖୁଡି, ଠିକ କଥା। ଧର୍ମ କର୍ମ କଥା ଯେତେବେଳେ ଜାଣି ଶୁଣି ତମେ ଅଧର୍ମ କରିବ କାହିଁକି? ଖୁଡି ମା, ଖୁଡି କଥା କଣ କି? କଣ? ମତେ ଟଙ୍କା 20টাର ଧାନ ଦବ। ଧାନ ନାହିଁ ବୋଲି ପରା ଭୁଜକୁ ଟଙ୍କା ଦେଲି, ସେ ତେଣେ ଧାନ କିଣିଲା। ତେମେ ଥାଉ ଥାଉ ଖୁଡି, ମୁଁ ପୁଣି ଆଉ କାହା ଦୁଆରକୁ ଯିବି କହିଲ? ହଉ, ଆଜି ତ ବାର ନାହିଁ, କାଲିକି ତ ଆସି ଧାନ ନେବି। ହେଲେ ଖୁଡି, ଟଙ୍କା ମାସକ ପରେ ଦେବି। ମାସକ ପରେ? ନଗଦ ଟଙ୍କାରେ ଧାନ ମିଳୁନି, ତତେ ପୁଣି ବାକିରେ କିଏ ଦବ? ତମ ପୁତୁରା ପରା ଚିଠି ଦେଇଛନ୍ତି ଆର ମାସକୁ ଯାଇ ଟଙ୍କା ପଠେଇବେ। ହଉ ହେଲା, ମୁଁ ତୋ ପାଇଁ ଧାନ ରଖି ଦଉଛି, ଟଙ୍କା ଆସିଲେ ଧାନ ନେଇଯିବୁ। କଣ ତମେ ଗାଁକୁ ବାହାରିଲାଣି ବୁଝ ମାମୁଁ? ହଁ ରେ ଧରଣୀ, ଆଜି ଗାଁକୁ ଯାଉଛି। ଖୁବ ତୃପ୍ତି ସହକାରେ ଭୋଜନଟା ହେଇଛି ବୋଧେ। 32ଟା। କଣ ମଣ୍ଡା ପିଠା? ରାଜଭୋଗ, ଗୋଲାପ ଜାମୁ, ଛେନା ବରା। ପାଇଲ କୋଉଠୁ? ବୋହୁ ପଡୁଥିଲା, ସବୁ କଟକି ଜିନିଷ। ବୋଉ କେମିତିକା? ଭାରି ଭଲ। କାଲିଠୁ ଆଜି 24 ଘଣ୍ଟା ୟାରି ଭିତରେ ବୋଉ ଭାରି ଭଲ ହେଇଗଲା। ହଇରେ ଧରଣୀ, ବୋହୁ ମନ୍ଦ ବୋଲି ମୁଁ କେବେ କହିଛି? ଖାଲି ନାନୀ କଥାକୁ ସିନା ମାନିଲି। ଏ ଟିଫିନ କ୍ୟାରିୟରରେ କଣ? ସେଇ ଜିନିଷ 64ଟା ସେଇ ବୋହୁ ଦେଇଛି ପିଲାଙ୍କ ପାଇଁ। ହଉ ଭଲ, ଏଥର ତାହେଲେ ଚାଲିଲି ବାପା, ଖରା ମାରି ଆସୁଛି। ଯାଉଛ ଯେବେ ବୁଝ ମାମୁଁ, ତେବେ ଟିକେ ହରିପୁର ଗଞ୍ଜେଇ ଅଫିମ ପଟାଦାର ଦୋକାନ ବାଟେ ଯାଅ। କାହିଁକି ରେ ବାପା? ଆଜିକାଲି ସାରୁ, ସଜନା ଛୁଇଁ, ଶାଗ ବାକିରେ ମିଳୁନି। ଏସବୁ ଜିନିଷ ତମକୁ ବାକିରେ ଦେଇ ସିଏ ଆଉ କେତେ ଦିନ ହାତ ବାନ୍ଧି ବସିବ? ଭାରି ବ୍ୟସ୍ତ ହଉଥିଲା। ଏ କଥା ଗୁଡାକ ତୁ ମତେ ଗାଁ ଦାଣ୍ଡରେ ଠିଆ ହେଇ କହୁଛୁ ଯେ ୟାର ମର୍ମ ହେଲା। ମର୍ମ ମୁଁ ବୁଝୁଛି। ତାପରେ ପୁଣି ତୁ ଏଇନେ ନାନୀ ଘରକୁ ଯାଉଛୁ। ମୁଁ ମିଛ କହିବିନି, ଏ କଥା ଠିକ। ଆଉ ଏ କଥା ବି ଠିକ ଯେ ନାନୀ ତମର ଏସବୁ କଥା ମତେ କିଛି ପଚାରିବନି। ନ ପଚାରିବା ତୁ ଏସବୁ କଥା କହିବୁ କାହିଁକି? ଗୋଟେ ନୁହେଁ। ତାହେଲେ ମୋରି ଆଉ ଚିନ୍ତା କର। ଯା ବାପ, ତୁ ତୋ ବାଟରେ ଯା, ମୁଁ ମୋ ବାଟରେ ଯାଉଛି ନା। ହେଲେ ଭୁଲିବନି ମାମୁଁ, ତମ ବାଟଟା ହଉଛି ହରିପୁର ବାଟ ପଟାଦାର ଦୋକାନ। ଯିବି ରେ ବାବୁ, ନିଶ୍ଚୟ ସେଇ ବାଟେ ଯିବି, ବୁଝିଲୁ? ଯା ଯା ବାବୁ। ଭାଇ ଆତେ ଇଏ କଣ? ତମକୁ ବାସନ ବାଜିବାକୁ କିଏ କହିଲା? ମୁଁ ପୁରା ତମକୁ ଏତେ କରି କହିଥିଲି, ତମେ ଏମିତି ଅବେଳାରେ ଖଞ୍ଜାକୁ ଆସି ମୋ ସାଥିରେ କଥାବାର୍ତ୍ତା ହବନି। ସେ ମୋତି କୁଆଡେ ଗଲା? ମୋତି, ଆଖି ଫୁଟିଯିବ ବାବୁ, ମତେ ଉଠେଇ ଦେଇ ନିଜେ ସବୁ ଆସି ମାଜି ବସିଲେ। ହାତ ଗୋଡ ଧରି ବେଶୀ ବେଉରା ହେଲେ, ମୋ କଥା କଣ ଶୁଣିଲେ ନାହିଁ? କଲେଜରେ ପାଠ ତ ପଢୁଥିଲେ, ଏମିତି ସୁତୁରା କାମ କୋଉଠୁ ଶିଖିଲେ କେଜାଣି? ସବୁ କାମକୁ ଧୁରନ୍ଧର। ହଉ ତୁ ଯା। ଏମିତି ଦାସୀ ପରି ଖଟି ଏମାନଙ୍କ ମନୋଭାବ ଭାବିଛ? ମୋଟେ ନୁହେଁ, ଯାହା ଉଚିତ
ତା ମୁଁ କରିବି। ବାସନ ଚିକ୍ ଚିକ୍ ହେଇ ମଜା ନହେଲେ ମତେ ଭଲ ଲାଗେନି। ବାସନ ମଜା ସରିଲା? ହଁ ସରିଲା। ଦେଖିଲ ଏଣେ ମେଘ ଉଠେଇ ଆସୁଛି। ହଁ ବର୍ଷା ହେଇପାରେ। ଧାନ ବସ୍ତାଟା ଅଗଣାରେ ଥୁଆ ହେଇଛି। ଚକରା ଆସି ଉଠିବ? ଚକରା ଆସିବା ଯାଏ କଣ ମେଘ ଅପେକ୍ଷା କରିବ? ତାମାନେ ତମେ କହୁଛ ବସ୍ତାଟା ମୁଁ ଉଠେଇବି? ବସ୍ତାଟା ଆଉ କାହାର ନୁହେଁ, ତମର। ଏତେ ବଡ ବସ୍ତାଟା ମୁଁ ଉଠେଇ ପାରିବିନି। ତମ ସବୁ ମୁଁ ଧରୁଛି। ନିରୁ ଧର ନା, ଏମିତି ତଳ ହାତ କରି ଧର। ଉଠ। ବାସନ ମଜା ହେଲା, ଧାନ ବସ୍ତା ଉଠିଲା। ହଁ ମୁଁ ବର୍ତ୍ତମାନ ବୋଉଙ୍କ ପାଖକୁ ଯିବି। ତମେ ବୋଉ ପାଖକୁ ଯିବ? ସେ ସାହସ ମୋର ଅଛି। ବୋଉ ଏଯାଏ ତମକୁ ପାଟି ଫିଟି ପଦେ କଥା କହିଲେଣି ନା? ଏଯାଏ ମୁଁ ତାଙ୍କର କି ସେବା କରିଛି ଯେ ମୁଁ ତାଙ୍କଠୁ ଏ ସ୍ନେହ ଦାବି କରିବି? ସବୁ ଜାଣି ଶୁଣି ତମେ ଭୁଲ କରିବାକୁ ଯାଉଛ କାହିଁକି? ହୁଏତ ମୁଁ ସବୁ ଜାଣିଛି, କିନ୍ତୁ ସିଏ ତ ମୋର ସବୁ କଥା ଜାଣିନାହାନ୍ତି କି ଶୁଣି ନାହାନ୍ତି। ଓ କଥା ମାନ ନିରୁ। ତମର ସବୁ କଥା ମାନିଲେ ଏ ଘରେ ଆମେ ଦୁହେଁ ଏକା ବେଳକେ ଏକୁଟିଆ ହେଇଯିବା, ଆଉ କାହାରି ସାଙ୍ଗରେ କିଛି ସମ୍ପର୍କ ରହିବନି। ବର୍ତ୍ତମାନ ତମେ ଯାଉଛ? ହଁ। କିଏ ସେଠି? ବୋହୁ, ତୁ କୁଆଡେ? ହୁସିଆର ସେଠି ଠାକୁରଙ୍କ ଆସ୍ଥାନ, କାଳେ ଛୁଇଁ ପକେଇବୁ। ନାଇଁ ବୋଉ, ଠାକୁର ସେ ପାଖରେ, ମୁଁ ସେ ପାଖକୁ ଯାଉନି। ମୋ ମନ ପରା ସବୁବେଳେ ଦକ ଦକ, କାଳେ କେତେବେଳେ ଘରକୁ ଆସି ଛୁଆଁ ଛୁଇଁ କରିବୁ। ମୋ 12 ବର୍ଷର ତପ ଶୁଖୁଆ ପଡାରେ ଯିବ। ମୋତିର କାଳକ କଟିଲା ଏ ଘରେ, ହେଲେ ତାକୁ ମନା, ଏ ଦୁଆର ମୁହଁ ସେ ମାଡିବନି। କଣ ଗୋଡ ବଢି ଦଉଛୁ? ମନ ତ ପଡି ପାଉଁଶ ହେଇଗଲାଣି। ଏ ତୁଚ୍ଛା ଅଲଣା କଥାରୁ ଆଉ ମିଳିବ କଣ? ଏଇଠି ସେ ପୋଥି ବିଡାକୁ ଚାହା। ଏଇ ବଂଶର ଗୁଣ ଗାରିମା ସବୁ ସେଥିରେ ଲେଖା ଅଛି। ଗୁଣ ଗାରିମା ଲେଖା ଅଛି। ଯୋଉଦିନ ଛୋଟ ଜାତିର ଝୁଅ ଏ ଘରକୁ ବୋହୁ ହେଇ ଆସିବ, ସେଇଦିନ ଏ ଘରେ ଲକ୍ଷ୍ମୀ ଛାଡିଯିବେ, ଏ ବଂଶର ସିରି ତୁଟିଯିବ। ମୁଁ ଜାଣିନି ବୋଉ, ମୁଁ ଜମା ଜାଣିନି। କେହି ଏ କଥା ମତେ କହିନି। ମୁଁ ଯଦି ଆଗରୁ ଏସବୁ ଜାଣିଥାନ୍ତି। ଜାଣିବା ବାଟ କିଏ ରଖିଲା ଯେ ତୁ ଜାଣିବୁ? ବର୍ଷା ହେଲା କି? ହଁ। ଦୁଆରେ ଧାନ ବସ୍ତାଟା ଥିଲା, ଚକ୍ରାଟା ଆସିନି। କିଏ ଉଠେଇଲା? ତୁ? ହଁ। ହଉ ତୁ ଯା। ପୋଡିଗଲା ତିଅଣରେ ଆଉ କି ସ୍ୱାଦ ଥାଏ ଯେ, ସୁନାର ପା ବାସନରେ ସେ ତିଅଣ ବର୍ଷା ହଉଛି। ବର୍ଷା ହେଲାଣି, ତୁ ଯା, ତୋ ଘରକୁ ଯା। ପୁରୁଣା କାଳର ଜୀର୍ଣ୍ଣଶୀର୍ଣ୍ଣ ତାଳପତ୍ର ପୋଥି, କଣ ତା ଭିତରେ ଅଛି ମୁଁ ନିଜେ ମଧ୍ୟ ଜାଣେନା, ଅଥଚ ସେଇଟା ତମେ ହେଲ ଏ ଘରର ଦାସୀ ପରିବାରଠୁ ହୀନ। ମୋତିର ସ୍ଥାନ ଯୋଉଠି, ତମ ସ୍ଥାନ ସେଇଠି। ଏ କଥାରେ ବୋଉଙ୍କୁ ତମେ ମତେ ଦୋଷ ଦିଅନି। ତାଙ୍କର ବୟସ ହେଇଛି, ତାଙ୍କୁ ଆଜି ଯାହା ପିତା କାଲି ହୁଏତ ମିଠା ଲାଗିପାରେ। ନା। କଣ ନା? ଏମାନେ କେହି ତମକୁ ଏଠି ଚାହାନ୍ତିନି, କିନ୍ତୁ ମୁଁ ଯେ ସମସ୍ତଙ୍କୁ ଚାହେଁ। ଏ ଘର ସଂସାର, ସାଇ ପଡିଶା, ବନ୍ଧୁ ବାନ୍ଧବ। ତମେ ମୋ ସାଥିରେ ବାରିପଦା ଚାଲ, ମୋ ଚାକିରି ଯାଉ। କାହିଁକି? ଏ କାହିଁକିର କିଛି ଉତ୍ତର ନାହିଁ ନିରୁ। ଏ ଘରକୁ ବୋହୁ ହେଇ ଆସିବା ଯେତେବେଳେ ତମର ବ୍ୟର୍ଥ ହେଇଛି, ତମେ ଏଠି ରହିବ କାହିଁକି? ତମେ ଚାଲ ମୋ ସାଥିରେ। ମୁଁ ଜାଣିଛି ବର୍ତ୍ତମାନ ମୋର ମୋ ଜୀବନର ଆଶା ଭରସା ସବୁ କିଛି ତମେ। ତମକୁ ଆଖି ଆଗରେ ଦେଖି, ତମର ଏଇ ପଣତ କାନି ତଳେ ମୋର ସବୁ ଦୁଃଖ ମୁଁ ଭୁଲିଯିବି। ସ୍ତ୍ରୀର ପଣତରେ ସ୍ୱାମୀ ବାନ୍ଧି ରହିଲେ ସ୍ତ୍ରୀ ହାତରେ ସୁନା ଚାନ୍ଦ ପାଇବ, ଏକଥା ଠିକ। ହେଲେ ସେ ପଣତ କଣ ଏତେ ଛୋଟ ଯେ ମତେ ବାରିପଦା ଯାଇ ତମ ପାଖେ ରହିବାକୁ ପଡିବ? ନା, ସେ ପଣତ ଖୁବ ଲମ୍ବା, ଗଙ୍ଗାରୁ ଗୋଦାବରୀ ଯାଏ। ଏସବୁ ତମର ମନରଖା ଯୁକ୍ତି। ତମେ ଚାଲ ସେଠି ଚାକିରି କରିବ। ଚାକିରି? ମୁଁ ଚାକିରି କରିବି? ପାଠ ପଢିଛ, BA ପାସ୍ କରିଛ, ଚାକିରି ନ କରିବ କାହିଁକି? ପାଠ ପଢିଛି ବୋଲି ଚାକିରି କରିବି, ଏଇ କଥାଟାକୁ ମୂଳରୁ ମାନି ନେଇଥିଲେ ଆଜି ତଳ ପାହାଚ ଦାସଘର ଝୁଅ ବୋଲି ଏତେ ଅପମାନ, ଏତେ ଲାଞ୍ଛନା ଏଠି ମୁଁ ଭୋଗୁନଥାନ୍ତି। ମୋ ଚାକିରି କଥା ମୁଁ ଦିନେ ତମକୁ କହିଥିଲି। ସେ ଚାକିରି ମୁଁ ପାଇଛି, ଏଇଠି ତମରି ଘରେ। ତମେ ଖାଲି ଏତିକି କାମନା କର, ଏ ଘର ହଉ ମୋ ଜୀବନର ସବୁଠୁ ବଡ ତୀର୍ଥ। ତମେ ତାହେଲେ ଯିବନି? ତମେ କେମିତି ଭାବି ପାରୁଛ ଯେ? ଥାଉ, ମୁଁ ବୁଝିଛି ସବୁ। ନା, ତମେ ଯାହା ବୁଝିଛ ଭୁଲ ବୁଝିଛ। ଦେଖ, ରାତି ପାଇ ଆସିଲାଣି। ମୁଁ ଯାଏ, ପାଣି ଗରମ ହେଲେ ବୋଉ ଗାଧେଇବେ। ତମେ ପୁଣି ବାରିପଦା ଯିବ, କିଛି ଯୋଗାଡ଼ ହେଇନି। ମୋର ଆଶଙ୍କା ତାହେଲେ ଠିକ? ଆଶଙ୍କା? କି ଆଶଙ୍କା କୁହ? ଆରେ କୁହ ନା, କି ଆଶଙ୍କା ତମର ହେଇଛି? ତମେ ତମର ସ୍ୱାର୍ଥ ପଛରେ ଧାଉଁଛ। ତମେ ଯାହା ଏଇଠି ପଡି ରହି ନିଜର ଜୀବନ ପଣ କରି ସମସ୍ତଙ୍କର ମନ ନେବ, ଶେଷରେ ସମସ୍ତେ ତମର ପ୍ରଶଂସା କରିବେ, ତମର ବାହା କରିବେ। ତମର ଏଇ ସ୍ୱାର୍ଥ ପଛରେ ତମେ ଧାଇଁଛ।
ମୁଁ ମୋ ସ୍ୱାର୍ଥ ପଛରେ ଧାଇଛି। ହଁ, ତମ ସ୍ୱାର୍ଥ ନିକଟରେ ତମ ସ୍ୱାମୀ ତୁଚ୍ଛ, ତମ ସଂସାର ନିକଟରେ ଆଉ ସବୁ କିଛି ତୁଚ୍ଛ। ସବୁ ସବୁ। ଶୁଣ ଶୁଣ, ପାଣି ଫୁଟିଲାଣି ବୋଉ, ଚାଉଳ ଦେ। ତୋ ବୁଦ୍ଧି କଣ ଚୁଲିକି ଗଲାଣି ଅସି? ତୁ କଣ ଜାଣିନୁ ଘରେ ଚାଉଳ ନାହିଁ? ତାହେଲେ କଣ ପାଣି ହାଣ୍ଡି ଓହ୍ଲେଇ ପକେଇ ଚୁଲି ଲିଭେଇ ଦେବେ? ଆଲୋ ନିଭେଇ ଦବୁ କାହିଁକି? ମତେ ନେଇ ସେ ଚୁଲିରେ ମୁହାଇ ଦେ ଯେ ସବୁ ଅଡୁଆ ତୁଟିଯିବ। ଶୁଣୁଛୁଟି ବାପା, ବୋଉ କଥା ଶୁଣ ଶୁଣ। ଆଲୋ ବାପାଙ୍କୁ କଣ ଶୁଣଉଛୁ? ଯା ଚଞ୍ଚଳି ମାଉସୀ ପାଖରୁ ଚାଉଳ 4 ମାଣ ଉଧାର ଆଣିବୁ, ମୁଁ ତାକୁ କହିଛି। ସବୁଦିନେ ସେଇ କଥା, ଚୁଲିରେ ହାଣ୍ଡି ବସେଇ ୟା ତା ଘରୁ ଉଧାର ଆଣ। ଆସି 14 ପୁରି 15 ଚାଲିଲା। ଯୋଉଟା କାହା ହାଣ୍ଡିରେ ଚାଉଳ ପକେଇଛି କେଜାଣି? ନିଜ ହାଣ୍ଡି ପାଇଁ ଚାଉଳ ମିଳୁନାହିଁ ବୋଲି ୟା ତା ଘରୁ ଉଦ୍ଧାର ପାଇଁ ବୁଲୁଛି। ଆଉ କାହା ହାଣ୍ଡିରେ କଥା ଚିନ୍ତା କରିବ, ତାକୁ ବେଳ କାହିଁ? ଆଜିକା ପାଇଁ ଅଫିମ ଜୁଟି ଗଲାଣି ପରା। ହଁ, ଜୁଟି ଗଲାନି। ତା ନ ହେଇଥିଲେ ପାଟିରୁ ମୋ ପାଇଁ ଏତେବେଳେ କଥା ବାହାରୁଥାନ୍ତା। କଣ ତମ ମନେ ଅଛି କେଜାଣି? 6-6ଟା ପିଲା, ତାଙ୍କ ଭୋକ ଯେମିତି ବଢିଲାଣି, ତାଙ୍କୁ ଏଣିକି ଚାଳ ବାଳ ଅଣ୍ଟିବ କି ନାହିଁ? ଚାଳ ବି କାହିଁ, ଗଲା ବର୍ଷ ଘର ଛପର ହେଇନଥିଲା, ଚାଳ ତ 3 ପା କୁଟା ଉଡିଗଲାଣି, ଆଉ ଚାଳ। ତମକୁ ଲାଜ ମାଡୁନି? ତମେ ପୁଣି ଏକଥା କହୁଛ? ତାହେଲେ ଆଉ ଗୋଟେ କଥା କହୁଛି ଶୁଣ। ଉଷିକୁ ନେଇ ନାନୀ ଘରେ ଛାଡି ଦେଇ ଆସିବି। ନୂଆ ବୋହୂଟା ପାଖରେ କିଛି ଦିନ ରହି ଘରୁଆ ଘର ଚାଲିଚଳନ ଶିଖି ଆସିବୁ। ସେଇଟା ତଳ ପାହାଚ ଦାସଘର ଝୁଅ ବୋଲି ସମସ୍ତେ ନାକ ଟେକୁଛନ୍ତି। ତମ ଝୁଅ ତା ପାଖରୁ କି ଛଟଣା ଶିଖିବ? ତମେ ଜାଣିନ ଚମ୍ପାବତୀ, ବୋହୂଟାର ଯେମିତି ରୂପ ସେମିତି ବ୍ୟବହାର, ବନ୍ଧୁ ବାନ୍ଧବ ସେମିତି ମାନ ଖାତିର। ଜାଣିଛି ମ, ମଉଳାସୁର ପରା ତମେ। ତାଙ୍କ ଘରୁ ଏଥର ଆସିଲା ବେଳେ ତମ ପିଲା ଛୁଆଙ୍କ ପାଇଁ ଦେଇଥିଲା ଚମ୍ପାବତୀ, ପିଲା ଛୁଆଙ୍କ ପାଇଁ ଦେଇଥିଲା। କଣଟା ଦେଇଥିଲା ମ? ହାତୀ ନା ଘୋଡା? ଛେଳି ଛୁଆଟାକୁ ଆମେ ସମ୍ଭାଳି ପାରିଲୁ ନାହିଁ ବୋଲି 3 ଥର କାଞ୍ଜିଆ ହାଉସ ଦେଖିଲା। ହାତୀ ଘୋଡା ଦେଇଥାନ୍ତା କାହିଁକି? ହେଇଠି ହେ ବଡ ଗୋଟାଏ ଟିଫିନ କ୍ୟାରିୟରରେ କଟିକି ମିଠା ଭର୍ତ୍ତି କରି ଦେଇଥିଲା। ଛି 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 ଛି। ଏଇ ଦୁନିଆରେ ମୁଁ ସବୁଠି ମିଛ କହେ, ହେଲେ ଚମ୍ପାବତୀ ତମ ପାଖରେ ମୁଁ ଧର୍ମରାଜ ଯୁଧିଷ୍ଠିର ବୋହୂ ଦେଇଥିଲା। ଦେଇଥିଲା ତ ହେଲା କଣ? ଘରକୁ ଫେରିଲା ବେଳେ ଅଫିମ ପତାଦାର ଦୋକାନ ବାଟେ ଫେରିଲି। ବାକି ଟଙ୍କା ପାଇଁ ଗୋଡ ହାତ ଧରିଲି। ସୁଧ ବାବଦକୁ ଟିଫିନ କ୍ୟାରିୟର ସମେତ ମିଠା ତକ ତାକୁ ଦେଇ ଆସିଲି। ଏ କଥା କହିବାକୁ ତମ ତୁଣ୍ଡ ଖୋଲିଲା? ଛୁଆ ଗୁଡାକ ଭୋକ ଉପାସରେ ରହୁଛନ୍ତି, ତାଙ୍କ ପାଇଁ 2 ଦିନର ଆହାର ତ ଚଳି ଯାଇଥାନ୍ତା। 2 ଦିନ ନୁହେଁ ଚମ୍ପାବତୀ, ସବୁଦିନ ପାଇଁ ଆହାର ବ୍ୟବସ୍ଥା ମୁଁ କରୁଛି। ହେଲା, ଉଷିକୁ ନେଇ ଏଇନେ ନାନୀ ଘରକୁ ପଠେଇଦେବି। ଦିଅ, ପଠେଇ ଦିଅ, ସେଇଟା ହେଲେ ବଞ୍ଚି ଯାଉ। ଶୋଇଲୁଣି ପିଲା ଉଷି? ନାଇଁ ମୋ ନାନୀ, ଖରା ବେଳେ ନା ମତେ ନିଦ ହୁଏ ନାହିଁ। ବୋହୁ ଏ ମୁଦି ତ ହାତରେ ତା ମନକୁ ପିନ୍ଧେଇ ଦେଲା ନା, ତୁ ମାଗିଲୁ? ମୁଁ କାହିଁକି ମାଗିବା? ହାତ ଫୁଙ୍ଗୁଳା ଦିଶୁଛି କହି ମୁଦିଟା ପିନ୍ଧେଇ ଦେଲେ। ସିନିଅ କାହିଁକି ଉଛୁଳି ପଡିଲା ଜାଣିଛୁ? ହଁ ମ, ମୁଁ ଜାଣିନି। ପାଠ ପଢା ବୁଦ୍ଧି ତ ମନ ନବା ପାଇଁ ଏ କାରବାର। ହଇଲୋ, 4-5 ଦିନ ହେଲା ତ ଆସିଲୁଣି, ବୋଉର ଢଙ୍ଗରାଙ୍ଗ କେମିତି ଦେଖୁଛୁ? ଭଲ ମଣିଷ ପରି ଜଣା ପଡୁଛନ୍ତି ତ। ତୁ କଣ ଜାଣିଛୁ? ଏଣିକି ତୁ ତା ଉପରେ ସବୁବେଳେ ନିଘା ରଖିବୁ, ବୁଝିଲୁ? ହାଲୋ, ବୁଝିଲୁ ନା ନାଇଁ? ଗରିବ ଦାସଘର ଝୁଅ, ଏଠି ଏତେ ସମ୍ପତ୍ତି, କାଳେ କଣ ଉଜାଡି ଦେବେ ଏଇ ନିଘାଟି? ହଁ, ଯାହା ଯୋଉଠି କରିବ ମତେ ଆସି କହିବୁ। ତୁ ଏବେ ଶୋଇପଡ ନାନୀ, ମୁଁ ନୂଆ ବୋଉଙ୍କ ପାଖକୁ ଯାଉଛି। ହଉ ଯା। କୁଆଡେ ଗଲ କିନିରୁ? କଣ ଦେଖା ଦର୍ଶନ ନାହିଁ? ଏଇ ଘରକୁ ଏଥର ଆମ ଭାଉଜ, ନୂଆ ବୋଉ ଏଇଠି ଅଛନ୍ତି। ମୁଁ କଣ ଚିଠି ଲେଖୁଛ କି ଆମ ବାବୁଙ୍କ ପାଖକୁ? ବସ, ତମେ ସେଦିନ କଥା ଭୁଲି ଯାଅନି। ତମ ଇଂରେଜୀରେ କଣ କହନ୍ତି? ଏକ୍ସକ୍ୟୁଜ କାହିଁକି କହିଲେ କି? ଛି ଛି ଛି, କେଡେ ଭଲ ମଣିଷ ତେମେ। ସେଦିନ କାହିଁକି ମତେ ଏମିତି ମରଣ ଦଶା ଘଟିଲା କେଜାଣି? କେତେ କଣ ମୁଁ ତମକୁ କହିଗଲି। ସମସ୍ତେ କହୁଛନ୍ତି ଏ ଗାଁର ଭାଗ୍ୟ, ତମ ଭଳି ବୋହୂ ଏ ଗାଁକୁ ଆସିଲା। ଗୋଟିଏ ରାତି ପାଇଁ ସକାଳ ହେଲେ ଗଲା ଦିନର କଥା ସବୁ ମୁଁ ଭୁଲି ଯାଇଥାଏ। ତମକୁ ମୁଁ କି କ୍ଷମା ଦେବି? ସେଇ କଥା ଭଉଣୀ, ଏ ଗାଁରେ ଆଉ କେଇଟା ବୋହୂ ଅଛନ୍ତି ଯାହା ତୁମର ଏମିତିକା ଭାଷା ବାହାରିବ? କାହିଁ ତେମେ ଭଲ ନାହିଁ ଲୋ ତୁ? ପାନ, ମୁଁ ଆସିଥିଲି ରୁ, ମତେ 30ଟା ଟଙ୍କା ଧାର ଦିଅ। ଟଙ୍କା? ମନା କରୁନି, ଏ ମାସ ଟଙ୍କା ତମ ବ୍ୟବସାୟ ପାଇଁ ଦିଆଯାଏ, ପଠେଇବେ ନାହିଁ କେଜାଣି? ଘରେ ଧାନ ନାହିଁ,
ଛୁଆଟା ଏନେ ରୋଗରେ ପଡିଛି। ନିର୍ମଳ ବାବୁ ତମକୁ ଯୋଉ ହାତ ଖର୍ଚ୍ଚ ଟଙ୍କା ଦେଇ ଯାଉଥିବେ ସେଇଥିରୁ ମତେ 30ଟା ଟଙ୍କା ଦିଅ କି କହିବ ତ ମୁଁ ସୁଧ ଦେବି। ହାତ ଖର୍ଚ୍ଚ ଟଙ୍କା ମତେ କେହି କିଛି ଦେଇନାହାନ୍ତି କି ସୁଧ କାରବାର କଣ ମୁଁ ଜାଣୁନା। ମୋ ସୁଟକେସରେ କଣ 2ଟା ଟଙ୍କା ଥିଲା। ଦେଖେ ଟଙ୍କା କେତେ ସୁଧ ଦବ ରମାନ ବାବୁ? ଏଠି ଆମର ଯାହା କାରବାର ହଉଛି ସୁ କାଇଁ ଲେଖା 30 ଟଙ୍କା ତ ନାହିଁ ନାନୀ 25 ଟଙ୍କା। ହଉ ଦିଅ। ଆଉ ଭାବିବ ନାହିଁ କି ଟଙ୍କା ଧାର ନେବି ବୋଲି ତମକୁ ଟେକାଟେକି କରି 2 ପଦ କହିଲି। ମୋ କଥା ସେମିତି କେତେବେଳେ ମିଠା କଥା କେତେବେଳେ ପୁଣି କଳା କଥା କେତେବେଳେ ପୁଣି ଇଂରେଜୀ କଥା। ତମ ଦେଢଶୁର ପରା କହନ୍ତି ମୋର କୁଆଡେ ଯେତିକି ବ୍ୟାଡ ଗୁଣ ସେତିକି ଗୁଡ ଗୁଣ। ହଉ ଥା ମୁଁ ଯାଉଛି। ତମ ସିଲେଇ କୋଉ ଯାଇ ଗଲା ଓଷା? ଅଧା ହେଇଛି ବାବୁ। ଯାଅ ଏ ବେଳା ଶେଷ କରିବ। ମୁଁ ଦେଖେ ମୋତି କୁଆଡେ ଗଲା। କିଏ ରମା କିଲ? ସିଆଡେ ସିଆଡେ କଣ ମୁହଁ ବୁଲେଇ ଦେଇ ଚାଲି ଯାଉଛୁ? ଧାନ ନ ବୋଲି କହୁଥିଲୁ ପରା ଟଙ୍କା ଆସିଲାଣି? ଟଙ୍କା ନାଇଁ ମୋ ଖୁଡି ଟଙ୍କା ତ କେଜାଣି ଯଦି ଡାକ ଘରେ ଆସି ପଡିଥିବ। କାଲି ତ ଡାକ ପାଳି ଜଣା ପଡିଯିବ ନାହିଁ ଯେ ଯାଉଛି ଖୁଡି। ନାନୀ ନାନୀ ମା କଣ କିଲ? ଆମ ନୂଆ ବୋଉ ରମା ନୂଆ ବୋଉଙ୍କୁ ଟଙ୍କା ଲଗାଣ ଦେଲେ 25 ଟଙ୍କା ସେ ସୁଧ ଦେବେ ଯେ ତୁ ଦେଖିଛୁ? ହଁ ପରା। ହଉ ରହ। କୁଆଡେ ଗଲୁ କି ଉଷା? ମତେ ଦେହ ଭଲ ନାହିଁ ତମେ ଟିକେ ଆସିବଟି। ନଡିଆ ଗୁଡାକ ଛିତିରି ବିତିରି ହେଇ ପଡିଛି ଗଛ ମାରି ରଖିଦବା। ଚାଲ। ରହ ବୋଉ। ସାଇ ଭାଇରେ ସମସ୍ତେ କହୁଛନ୍ତି ତମ ବୋହୁର କାମ ଦାମ ଯେମିତି ଘର ଭରଣା ବୁଦ୍ଧି ବି ସେମିତି। ହେଲେ ତା ସାଙ୍ଗେ ସାଙ୍ଗେ ଏ ଘର ଭଙ୍ଗା ବୁଦ୍ଧି ତତେ କିଏ ଦେଲା? କଣ ବୋଉ? ରମା କହିଗଲା ତୁ ତାଙ୍କୁ ଟଙ୍କା ଲଗାଣ ଦେଇଛୁ। ଲଗାଣ ନୁହେଁ ବୋଉ ତାଙ୍କ ପୁଅ ବେମାର ଘରେ ଧାନ ନାହିଁ। ଇଏ ତ ନାକ କାଟି ନାକ ହାତରେ ଦେବା ନିଆ ହଉଛି। ଟଙ୍କା ନଥିଲା ବୋଲି ମୁଁ ତାକୁ ବାକିରେ ଧାନ ଦେଲିନି। ଆଜି ସେ ତୋଠୁ ଟଙ୍କା ନେଇ କାଲି ସେଇ ଟଙ୍କାରେ ସେ ମୋଠୁ ଧାନ ନବ। ତୁ ତ ପାଠ ପଢା ଝୁଅ କହ ଇଏ ଘର ଭଙ୍ଗା କଥା କି ନୁହେଁ? ମୁଁ ଏସବୁ କଥା କିଛି ଜାଣିନି ବୋଉ। ତୁ ସିନା ଜାଣିନୁ ହେଲେ ମୁଁ ଜାଣିଛି। ତୁ ଏ ଘରେ ପାଦ ଦେଲା ଦିନୁ ଏ ଘର ସିରି ତୁଟିଗଲାଣି। ଯୋଉଠି ଏମିତି ଲୁଚାଛରା କାରବାର ଚାଲିବ ସେଠି ଆଉ ଲକ୍ଷ୍ମୀ ରହିବେ କଣ? ସେସବୁ ମୂଳ ଚୂଳ ଉଠିଯିବ ପରା ମୂଳ ଚୂଳ ଉଠିଯିବ। ନୂଆ ବୋଉ ଚିଠି। ହଁ ତମେ ଆର ଖଞ୍ଜାକୁ ଚାଲ ମୁଁ ଚିଠିଟା ପଢି ଯାଉଛି। ମୁଁ ଘର ଛାଡି ବାରିପଦା ଆସିଲା ଦିନୁ ତମେ ଦିନକୁ ଖଣ୍ଡେ ଲେଖା ଚିଠି ମୋ ପାଖକୁ ଲେଖିଛ। ଆଉ ମୁଁ ନୀରବ ରହିପାରିଲିନି। ଏ ଭଞ୍ଜଭୂମିର ଶ୍ୟାମଳ ବନସଭା ତମକୁ ଚାହିଁ ରହିଛି ନିରୁପମା। ତମେ ଚାଲି ଆସ। ତମକୁ ଇଏ ମୋର ଆଦେଶ ନୁହେଁ ନିର୍ଦ୍ଦେଶ ନୁହେଁ ମୋ ପ୍ରାଣର ଆକୁଳ ଆବେଦନ। ତମେ ଚାଲି ଆସ। ନା ନା ଏ ପ୍ରଲୋଭନ ତମେ ମତେ ଦେଖାଉନି। ମୋରି ପାଇଁ ତମର ଏ ସୁନା ଘର ଭାଙ୍ଗି ଯାଇଛି। ତାକୁ ପୁଣି ଯୋଡ଼ିବି ମୁଁ। ଯଦି ଯୋଡ଼ି ନ ପାରିବି ତେବେ ସବୁଦିନ ପାଇଁ। ତମ କଥା ଶୁଣି ମଣିଷ ହସିବ କି କାନ୍ଦିବ ବୁଝିପାରୁନି। 5 ନୁହେଁ କି 10 ନୁହେଁ ଏକା ବେଳେ କି 500 ଟଙ୍କା ତମକୁ ଦବ କି? ଆହେ ପାରାଦୀପକୁ ଲୋକ 5 ଲକ୍ଷ 10 ଲକ୍ଷ ଟଙ୍କା ନେଇ କଣ୍ଟ୍ରାକ୍ଟ କରିବାକୁ ଯାଉଛନ୍ତି। ମୁଁ ତ ମୋଟେ 500ରେ ଅଛି। ନେଇଯାଉନ ଏବେ 5-10 ଲକ୍ଷ ଟଙ୍କା। କିଏ ମନା କରୁଛି? ନାଇଁ ଚପାପତି ମୋର 500 ଟଙ୍କା ଦରକାର। ପ୍ରଥମେ ମାଟି କାମରୁ ଆରମ୍ଭ କରିବି ତାପରେ ଯଦି ଭାଗ୍ୟରେ ଥାଏ। ହଉ ଛାଡ଼ ଆଉ ବେଳ ନାହିଁ ମୁଁ ଚାଲିଲି। କୁଆଡେ? ନାନୀ ଘରକୁ। ତାଙ୍କ ହାତ ଟେକାରେ ସଂସାରଟାକୁ ସିନା ଦୁଃଖେ ସୁଖେ ଚଳେଇ ନେଉଛ। ୟା ବୋଲି ସେ ତମକୁ ଏକା ବେଳେ କି 500 ଟଙ୍କା ଦେବେ? ଦେଖେ ଯୋଗ କୁଆଡେ କହି ନଉଛି। ହଉ ମୁଁ ଚାଲିଲି। କାଲି ଏତେବେଳକୁ ଫେରିବି। ତମର ଏ କି ବୁଦ୍ଧି ବାପା? ମତେ ଆଣି ଏଠି ଛାଡ଼ିଲ। ମୋ ପାଇଁ ନାନୀର ଦୁନିଆ ଯାକର ଖର୍ଚ୍ଚା ତା ଉପରେ ପୁଣି ଟଙ୍କା ନେବାକୁ ଆସିଛ ତମେ। ତତେ ଆଣି ଛାଡ଼ିଲି କାହିଁକି? ଏଠି ରହି ତୁ ନାନୀର ମନ ନବୁ। ଆଉ ତା ବଦଳରେ ତେମେ ତାଠୁ ଟଙ୍କା ନବ। ଭଲ କଥା ତ। ଦିନ କିର ତ ବୁଦ୍ଧି କେତେ ଗହିରକୁ ଗଲାଣି ରେ ମା। ହଉ ହେଲା ଟଙ୍କା 500 ହେଇଥିଲେ ବ୍ୟବସାୟଟା କରିଥାନ୍ତି। ନହେଲା ଯାହା ଭାଗ୍ୟରେ ଥିବ। ଛୁଆ ପିଲା ଗରି ମରିଲେ। ଟଙ୍କା ତମେ କେବେ ଫେରେଇବ? 2 ମାସ ଭିତରେ ଫେରେଇ ଦେଇଯିବି। କଣ ନାନୀକୁ କହିବୁ? ନା ଟଙ୍କା ମୁଁ ଦେବି। ନାନୀ ଯୋଉଠି ଟଙ୍କା ରଖେ ମୁଁ ଜାଣେ। ମୁଁ ଆଣି ତମକୁ ଦେବି। ତେମେ ଫେରେଇଲେ ପୁଣି ସେଠି ରଖିଦେବି। ହେଇ ମା ଠିକ
ଯଦି ନ ଫେରାଅ ତେବେ ମୁଁ କନ୍ୟାର ମଞ୍ଜି ଖାଇ ମରିବି। ମାଟା ମୋର କେଡ଼େ ବଡ କଥାଟେ କହିଦେଲୁ। ସେମିତି ବେଳ ଆସିଲେ କନ୍ୟାରୀ ମଞ୍ଜି ଖାଇ ମୁଁ ମରିବି। ହଁ, ଟଙ୍କା ଆଜି ରାତିରେ ଦବୁ ତ? ହଁ, ତେବେ ଯାଅ। କଣ ହେଲା ଏତେ ବେଳରେ ଆସୁନାହିଁ କାହିଁକି? କିଏ? ପୁସି? ବାପା ଆଣିଲ ମା? ହଁ ନିଅ। କଣ ହେଲା ମା? ଆରେ କାନ୍ଦୁଛୁ କାହିଁକି? ଜାଣିନି କାହିଁକି କେଜାଣି କାନ୍ଦ ମାଡୁଛି। ହଁ, ପିଲା ମନ ସମ୍ଭାଳି ପାରୁନି ଆଉ କଣ। ଏକଥା ଯେମିତି କାନକୁ ଦିକାନ ନ ହୁଏ ବାପା। ମତେ ପୁଣି ଏ କଥା କହୁଛୁ ମା? ତୋ ବୋଉ ବି ଜାଣିପାରିବନି। ହଉ ତୁ ଯା, କେମିତି ରାତି ପାଇଲେ ମୋ ଘରକୁ ଫେରିବି। ମା ଦୁର୍ଗା ଜଗତ ଜନନୀ, ଏଇଟା କିଏ? ଧରଣୀ ନା କଣ? ଆରେ ବୁଝ ଏତେ ସକାଳୁ ବାହାରିଲଣି? କାଲି ଆସିଥିଲ? ହଁ ରେ ବାପ, କାଲି ଆସିଥିଲି, ଆଜି ପୁଣି ଫେରି ଯାଉଛି। ପଟାଦାର କହୁଥିଲା ତେମେ ଯାଇଥିଲ, ହେଲେ ଅଡୁଆ କୁଆଡେ ପୁରା ତୁଟିନି। ସେଥିରେ ତୁ କାହିଁ ମୁଣ୍ଡ ପୁରଉଛୁ କହିଲୁ ଧରଣୀ? ପଟାଦର କଥା ପଟାଦର ବୁଝିବ, ତୋର ସେଥିରେ କଣ ଅଛି? ଧନ୍ୟ ତମେ ମାମୁଁ। ମା 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 ବୋଉ ସାଧାଙ୍କ ବାପ ଘରୁ ବାରିକ ଆସିଲାଣି। ଦଣ୍ଡବତ ମା। କଣ ମିଠେଇ ହାଣ୍ଡି ଆସିଛି? ହଁ, କଣ ଦେଇଛନ୍ତି? ହଉ, ହାଣ୍ଡିଟା ଘର ଭିତରେ ମୁଁ ରଖିଦେ। ମୋତି ବାରିକ ପୁଅକୁ କୂଅ ପାଖକୁ ନେଇଯା, ଗୋଡ ହାତ ଧୋଇବ। ଆସ ପୁଅ ଆସ। ହଁ ଚାଲ। ନାନୀ, ଦଣ୍ଡବତ ନାନୀ। ବାପା ବୋଉ ସମସ୍ତେ ଭଲ ଅଛନ୍ତି ଟି ସୂର୍ୟା? ହଁ ଭଲ ଅଛନ୍ତି। ବାବୁଙ୍କ କଥା ତ ଜାଣ, ଏଠିକି ସେଠିକି ନ ଗଲେ ନ ହୁଏ। ଏଇ ତମ ଘରକୁ ମିଠେଇ ହାଣ୍ଡି ଆସିଲା, 10-25 ଖର୍ଚ୍ଚ କୋଉଠୁ ଆସେ? ହଇରାଣ ହଉଛନ୍ତି ଯଦି ମିଠେଇ ହାଣ୍ଡି ଦେଲେ କାହିଁକି? କି କଥା କହୁଛ ନାନୀ? ଝିଅ ଘରକୁ ଶଙ୍ଖୁଳିବେ ନାହିଁ। ଆମର ପୁଣି ତେଣେ ସମସ୍ତେ କହୁଛନ୍ତି ଦିଗମ୍ବର ଦାସଙ୍କ ଝିଅ ରାଜରାଣୀ ହେଇଛି। ହଁ ନାନୀ, ମତେ ଟିକେ ସଳ ସଳ ବିଦା କରିଦିଅ। ଆଜି ଆସି ଆଜି ଚାଲିଯିବୁ? ହଁ ନାନୀ, ଈଶାଣେଶ୍ୱର ମହାଦେବଙ୍କ ପାଖରେ ଜଳ ଛାୟା, ମୁଁ ରହିବି କେମିତି? ହଉ ତୁ ଯା, ଗୋଡ ହାତ ଧୋଇ ଖିଆ ପିଆ କର, ମୁଁ ଚିଠି ଖଣ୍ଡେ ଲେଖେ। କୁଆଡେ ଗଲା କି ବାରିକ ପୁଅ? ହଁ ଚାଲ ଚାଲ। ଖୁସି ବାରିକ ସାଙ୍ଗରେ ବୋଉ କଥାବାର୍ତ୍ତା କଣ ହଉଥିଲା ଶୁଣିଛୁ? ଲୁଚିକିରି ଶୁଣିଛି ନାନୀ। ନୂଆ ବୋଉ କହିଲେ ହଇରାଣ ହଉଛନ୍ତି ଯଦି ମିଠେଇ ହାଣ୍ଡି ଦେଲେ କାହିଁକି? ବାରିକ କହିଲା ଦେବେ ନାହିଁ, ଝୁଅ ତାଙ୍କର ରାଜରାଣୀ ହେଇଛି। ସେଇଠୁ ଆଉ କଣ ଫୁସଫାସ ହେଲେ ଶୁଭିଲା ନାହିଁ, ପଳେଇ ଆସିଲି। ହଉ ଯାଉଛି ନାନୀ। ଏ ଚିଠିଟା ନେ, ବୋଉକୁ ଦବୁ, କହିବୁ ମୁଁ ଭଲ ଅଛି। ସବୁ ତ ଦେଖି ଯାଉଛି, କହିବି। ହଁ ନାନୀ, ମୋ ଜ୍ୱାଇଁ ବାବୁଙ୍କ ଚାକିରି ଗାଁ କୋଉଠି? ବାରିପଦା। ସବୁ ଶନିବାର ଘରକୁ ଆସନ୍ତି ଟି? ଏତେ ଦୂରରୁ ଆସିବେ କେମିତି? ହଉ ନାନୀ, ମୁଁ ଯାଉଛି। ଦଣ୍ଡବତ। ହେଇ ସେଠି ଶାଶୁ ଠିଆ ହେଇଛନ୍ତି, ଦେଖା କରି ଯା। ଦଣ୍ଡବତ ମା। କଣ ଯାଉଛୁ? ହଁ ଆଜ୍ଞା, ସଞ୍ଜ ଆଗରୁ କେମିତି ଘର ଧରିବି। ସେ ଖାମଟା କଣ? ନାନୀ ଚିଠି ଦେଇଛନ୍ତି। ସମୁଦ୍ରରେ ବହୁତ ବହୁତ କହିବୁ। ହଁ ମା। ନୂଆ ବୋଉ ଏଇ ଦିଅ, ଡାକ ପିଲା ଦେଇଗଲା ତମ ଚିଠି। ଓସି ଯାଉଛି ନାନୀ। ଏତେ ଚଞ୍ଚଳ ଚିଠି ଆସିବ ବୋଲି ଭାବିନଥିଲି। ଏଠି କୁମାରୀ ମାୟା ବାନାର୍ଜୀ ବୋଲି ଜଣେ ଭଦ୍ରମହିଳା ଅଛନ୍ତି। ଏତେ ଭଲ ମଣିଷ, ମୋର ଖାଇବା ପିଇବା ସୁଖ ଦୁଃଖ ସବୁ ଖବର ସେ ବୁଝୁଛନ୍ତି। ମୋ ସାଙ୍ଗେ ଚାଲାକି ନା, ମତେ ନବା ପାଇଁ ଫିକର। ମୁଁ ଜାଣେ ମାୟା ଛାୟା ରୀତା ମିତା କେହି ତୁମକୁ ମୋଠୁ ଛଡେଇ ନେଇ ପାରିବେନି। ମୋର ଯେତେବେଳେ ଯିବା କଥା ମୁଁ ଯିବି। କଣ ନାନୀ, କାହିଁକି ଡାକିଲୁ? ଦେଖିଲୁ ନା ଏ ଟଙ୍କା କାହିଁକି ଗୋଳମାଳ ହଉଛି? ଓସି ତୋ ପାଖରେ କଣ କଥା ବାରୁନି? ଦେଖିଲୁ ସେ କବାଟ କଣକୁ କାନ୍ଥରେ କେଇଟା ଗାର ମୁଁ ପକେଇଛି। ଗାର? ବାକ୍ସରେ ଯେତେବେଳେ 100 ଟଙ୍କା ନୋଟ ମୁଁ ରଖିଥିଲି ସେତିକିଟା ଗାର ମୁଁ କାନ୍ଥରେ ପକେଇଛି। ମୁଁ ଗଣୁଛି 1 2 କରି, ତୁ ଗଣିଲୁ? କିଲୋ ମୁଁ ତତେ ଗଣି ଯାଉ ବୋଲି ତୁ କଣ ଘଷି ପକଉଛୁ? ନାଇଁ ନାନୀ, ମୁଁ ଦେଖୁଥିଲି ଏମିତି ଘଷି କାଳେ ମନକୁ କେମିତି ନିଭି ଯାଇଥିବ। ଖଣ୍ଡ ଢାଉରେ ମୁଁ ଗାର ପକେଇଛି, କେବେ ନିଭିବନି। ଗଣିଲୁ କେତେ? 19ଟା ଗାର। 20ରୁ ଗୋଟିଏ ଉଣା ତ? ମୁଁ କି ବୁଦ୍ଧି କରିବି ଲୋ ଓସି? ହେଇ ଦେଖେ 14 ବିଡ଼ା 500 ଟଙ୍କା ଉଣା।
ପାଞ୍ଚଶହ? ହଁ 500 ଟଙ୍କା ହେଲା। ମୋ ଟଙ୍କା କିଏ ନେଲା? କାହାର ଏରେ ସାହସ? ମୁଁ ନେଇ ଆଲୋ ବୋହୁ ଘରୁ ବାରିକ କୋଉଦିନ ଆସିଥିଲା? ଏଇ ବୁଧବାର ଦିନ ଆସିଥିଲା। ତୁ ଡାକ ତୋ ନୂଆବୋହୂକୁ। ନୂଆବୋହୂ କଣ? ସେଦିନ ପରା ତୁ ନିଜେ ଶୁଣିଥିଲୁ ତା ବାପ ଘର ହଇରାଣ ହବା କଥା ସେ ବାରିକକୁ କହୁଥିଲା। କହୁଥିଲେ ତ। ଯା ଡାକ ତାକୁ। ତାର ଏତେ ସାହସ। ମୋତି ମୋତି ମା ସାଙ୍ଗରେ ଗଲୁ ଧରାଣୀକି ତା ଘରେ ଡାକି ଆଣିବୁ। ଚଞ୍ଚଳ ଯା। କଣ ବୋଉ? ମୋ ବାକ୍ସରୁ ତୁ 500 ଟଙ୍କା ନେଇଛୁ। ଟଙ୍କା? ହଁ 500 ଟଙ୍କା ତୁ ନେଇଛୁ। ମୁଁ ଟଙ୍କା ନେଇଛି? ନାଇଁ ବୋଉ, ମୁଁ କାହିଁକି ନେବି? ସେଦିନ ବାରିକ ହାତରେ ତମ ଘରକୁ ଯୋଉ ଖାମ ପଠେଇଥିଲୁ ସେ ଖାମ ଭିତରେ କଣ ଥିଲା? ଚିଠି ତ। ଉଷା ଦେଖି ନାହାନ୍ତି କି? ଉଷା ନାଁରେ ପାରି ହେଇଯିବାକୁ ବସନେ। ସୁନା ମଶାକରେ ମୁଦିଟେ ତା ହାତରେ ପିନ୍ଧେଇ ଦେଇ ତାକୁ ତୋ ପଟରେ କରିନେବାକୁ ବସଛୁ। କୋସି ଦେଲୁ ସେ ମୁଦି ଦେ। ବୋଉ ନେ ତୋ ମୁଦି ପକା ମୋ ଟଙ୍କା। ବୋଉ ଏଇଥିପାଇଁ ମୋ ପୁଅକୁ ଔଷଧ କରି ଫାନ୍ଦରେ ପକେଇଛୁ ପରା। ମୋ ବାକ୍ସରୁ ଟଙ୍କା ଚୋରି ହେଇ ତୋ ବାପ ଘରକୁ ବୁହା ଚାଲିଛି। ମୋର ସାକ୍ଷୀ ଯାଇ ରାଧା ମାଧବ। ମୋ ଟଙ୍କା ଯୋଉଠିକି ଯିବ ତା ବଂଶ ନାଶ ହେଇଯିବ। ତୁ ନିଅ କିଲୋ ବୋହୁ ତୁ ଚାଲି ଯାଉଛୁ କଣ? ନିର୍ଦ୍ଦୋଷ ଲୋକଙ୍କୁ ତମେ ମିଛଟାର ଅଭିଶାପ ଦଉଛ ବୋଉ। ନିର୍ଦ୍ଦୋଷ? ମୁଁ ଜାଣିନି ତୋ ବାପ ଘର ଚଳପକ୍ଷ କଥା। ଭିକ ମଗା ଦେଉଳିଆ ଦାସ। ବୋଉ କିଲୋ ମତେ କଣ ଧମକେଇଲୁଣି? ମୁଁ ଯଦି ତମ ଟଙ୍କା ନେଇଛି ବୋଲି ଭାବୁଛ ମତେ ମାର ହାଣ କାଟ, ହେଲେ ମୋ ବାପା ବୋଉଙ୍କୁ ଅପମାନ ତୁମେ ଦେଇପାରିବନି। ଚୋରଙ୍କୁ ପୁଣି ଅପମାନ ଦେଲେ ମୋର କଣ କିଏ କରି ପକେଇବ? ତାହେଲେ ତମେ ନିଜେ ଅପମାନ ପାଇ। କଣ କହିଲୁ ତୁ? ତୁ ମତେ ଅପମାନ ଦେବୁ? ତୋର ଏତେ ଭାବ? ଧରଣୀ କାହିଁ ହେଲା ସେ ଧରଣୀ? କଣ ହଉଛି? କଣ ହେଇଛି? ତୁ ଆଜି ନିମୁ ପାଖକୁ ତାର କର ସେ ଆସୁ। ଇଏ ଅଲକ୍ଷଣୀଟା ପାଇଁ ମୋ ଧର୍ମ କର୍ମ ଗଲା। ମୋ ବାକ୍ସରୁ ଟଙ୍କା ଚୋରି ହେଲା। ଇଏ କଣ ମାଉସୀ? ତମ ଘରେ ଦିନ କେଇଟା ବୋଉ ହେଇନାହାନ୍ତି ତାକୁ ଏମିତି କଥା? ଥାଉ ରେ ତୋ ଭଲ ଲୋକ ସେତିକି ଥାଉ। ମନ ହଉଛି ତ ତାର ଟିକେ କରିଦେ, ନାଇଁ ତ ଓସିକି ନେଇ ମୁଁ ନିଜ ବାରିପଦା ଯିବି। ତମେ ଯିବା ଦରକାର ନାହିଁ ମାଉସୀ, ମୁଁ ଏଇନେ ଯାଉଛି ତାର କରିଦେବି। ନବୁ? ହଁ ଧରଣୀ, ତମେ ଟେଲିଗ୍ରାମ କର ସେ ଆସନ୍ତୁ। ମୋଟି ସେଟା କହିଦେ ରୋଷେଇ ଘର ଦୁଆର ସେ ମାରିବନି। ଏଣିକି ମୁଁ ନିଜ ହାତରେ ରାନ୍ଧି ଖାଇବି। ତୁ ବିଶ୍ୱାସ କରିପାରୁଛୁ ବୋଉ ଯେ ନିରୁ ଏ କାମ କରିଛି? ଆଖି ଆଗରେ ତ ଦେଖିଲି ଖାମରେ ଟଙ୍କା ପୁରେଇ ବାପ ଘରକୁ ପଠେଇଲା। ବିଶ୍ୱାସ କରିବି କଣ? କେବେ ନିରୁ ଏ କାମ କେବେ କରିପାରିବନି। ଟଙ୍କା ତବେ ନେଲା କିଏ? ମୋତି ନା ଓସି? ମୋ ଭାଇର ଝିଅ ବୋଲି ତା ମୁଣ୍ଡରେ ଅଠା ବୋଳି ଦେବାକୁ ସଲାସତରେ ଚାଲିଛି ପରା। କଣ ତୁ କହିଅଛୁ ବୋଉ? କଣ ତୁ ଚାହୁ? ଟେଲିଗ୍ରାମ କରି କାହିଁକି ମତେ ଡକେଇ ଆଣିଲୁ? କଣ ତୋ ଇଚ୍ଛା? ଯା ରେ ତୋ ପାରିଲା ପଣିଆ ମୁଁ ବହୁତ ଦେଖିଛି। କାଲି ସକାଳେ ମତେ ପୁରୀ ପଠେଇଦେଇ ତୁ ତୋର ଯାହା ଇଚ୍ଛା କରୁଛୁ କର। ବୋଉ ଯା ତୁ ମୋ ଆଗରୁ। ବୋଉ ତୋ ମୁହଁ ମୁଁ ଚାହିଁବିନି, ତୁ ଯା। ଆଚ୍ଛା ବୋଉ କଣ କହିଲେ? କୁହ କଣ କହିଲେ? କିଛି କହୁନ ଯେ? ତାଙ୍କର କଣ ତେବେ ଧାରଣା ଟଙ୍କା ମୁଁ ନେଇଛି? ମୁଁ ତେବେ କଣ କରିବି କହିଲ? ବୋଉ କଥା ଭାବିଲା ବେଳକୁ ମୋ ମନରେ ଘୃଣାରେ ଭରି ଯାଉଛି। ଏତେ ବଡ ଗୋଟେ ଘରର ଗୃହିଣୀ ହେଇ କିନ୍ତୁ ନା, ଏ ଆଲୋଚନା କରି ଲାଭ ନାହିଁ। ତମେ କାଲି ମୋ ସେଥିରେ ବାରିପଦା ଚାଲ। ହଁ ସେଇଆ କର, ମତେ ତମେ ଏଠୁ ନେଇଯାଅ। କିନ୍ତୁ କଣ କିନ୍ତୁ? ବୋଉଙ୍କ ବାକ୍ସରୁ ମୁଁ ଟଙ୍କା ଚୋରି କରିଛି। ଏ କଳଙ୍କର ବୋଝ ନେଇ ତ ମୁଁ ଘର ଛାଡି କୁଆଡେ ଯାଇପାରିବିନି। ଏଇଠି ତେବେ ନର୍କ କୁଣ୍ଡରେ ଘାଣ୍ଟି ହେଉଥିବ। ଶୁଣ, ବୋଉଙ୍କ ମନରେ ଯୋଉ ଭୁଲ ଧାରଣା ସେତିକି ତମେ ଦୂର କରିଦେଇଯାଅ। ତାଙ୍କର ହୃଦବୋଧ ହଉ ଯେ ମୁଁ ଟଙ୍କା ଚୋରି କରିନି। ତାପରେ କାଲି ସକାଳେ ଏସବୁ ନିର୍ଲଜ ଦୃଶ୍ୟ ଦେଖିବାକୁ ମୁଁ ଆଉ ଇଚ୍ଛା ନଥିଲି। ଶୁଣ କଥା କଣ ମନ୍ଦିରୁ? ଏଇଟା ସକାଳୁ କାହିଁକି ମତେ ଡକେଇ ପଠେଇଲ? ନିଅ ତମ ଟଙ୍କା କଥା ନୁହେଁ ନାନୀ, ଖଣ୍ଡେ ବଳଦ ଗାଡି ଠିକଣା କରିଦିଅ, ମୁଁ ଆମ ଗାଁକୁ ଯିବି। ତମେ ଗାଁକୁ ଯିବ? ତମ ଶାଶୁ ଜାଣିଲେଣି ଏ କଥା? ଛି ଏମିତି ବଦ ମଣିଷ ପୁଣି ଥାନ୍ତି? ତମ ଭଳିଆ ବୋହୁ ନାଁରେ ହେଇଲୋ ମା ଆଇଲେଣି। ବୋହୁ କୁଆଡେ ତା ବାପ ଘରକୁ ଯାଉଛି ରମା? ହଁ ଚିଠି ଆସିଥିଲା, ବୋଉର ଦେହ ଭଲ ନାହିଁ, ମୁଁ ଯିବି। ହଉ ଯା, ଭଲ କରି ପଥି ପାଞ୍ଚଣ କରେଇବୁ, ଡାକ୍ତର କବିରାଜ ଆଣି ଦେଖେଇବୁ। ବାଟ ତ ଫିଟି ଯାଇଛି। କଣ ମୋ ଖୁଡି ତମେ ଏମିତି କହୁଛ? ଯାଲୋ, ମୁଁ କେତେ ଦେଖିଛି।
ଲାଜରେ ମୁଣ୍ଡ ସଳଖ ନ କରିପାରି ପୁଅ ରାତି ଅଧରେ ଘର ଛାଡି ପଳେଇଲା। ଆଉ ଇଏ ଯିବେ ଯାଆନ୍ତୁ, ହେଲେ ଆଚାର୍ଯ୍ୟ ଘର ବହୁତ ଏକା ଯିବନି, ସାଙ୍ଗରେ ମୋତି ଯିବ। ନିଧିଆକୁ କଣ ଗାଡି ଠିକଣା କରିବ। କେତେ ଦିନକୁ ମୋ କୋଳ ଆଜି ପୁଣି ହସି ଉଠିଲା। ହଁ ମା ତମର କହିବୁଟି, ମୁଁ ତ କଣ୍ଟ ପଠେଇନି, ତୁ କେମିତି ଆସିଲୁ କହିଲୁ? ବାବୁ ଚିଠିରେ ଲେଖିଥିଲା ତୁ ଦେହ ଭଲ ନାହିଁ। ଏଡେ ବାହାପିଆ ଟୋକା ସେ। ହଉ ମା ତୁ ଆସିଲୁ ଭଲ କଲୁ। ଆଖି ପୁରେଇ ଆମେ ତତେ ଟିକେ ଦେଖିଲୁ। ସତ କହିଲୁ ମା, ଶାଶୁ ଘରେ ତୋ ଦିନ ଭଲରେ ଯାଉଛି ଟି? ଚିଠି ତ ଲେଖିଥିଲୁ ସବୁ ଭଲ, ଶାଶୁ ଭାରି ଭଲ ମଣିଷ, ହେଲେ ନିରୁ କଣ ବୋଉ ତୁ ବହୁତ ଛଡି ଯାଇ। ମିଛ କଥା, ମୁଁ ମୋଟେ ଛଡିନି। ବାପାଙ୍କୁ ପଚାରୁନୁ, ବାପା କୁହନ୍ତୁ ମୁଁ ଝଡି ଯାଇଛି। ନିର୍ମଳ ସେଇ ବାରିପଦାରେ ଅଛି ତ? ହଁ ଏ ଭିତରେ ଘରକୁ କେବେ ଆସିଥିଲା? ହଁ ମଗୁଶିର ମାସ ଯାଏ ତୁ ଏଇଠି ରହିବୁ। ତୋ ଶାଶୁ ଯେତେ ଜିଗର କଲେ ବି ମୁଁ ଛାଡିବିନି। କଣ କହୁଛୁ କହିଲୁ? ରହିବାର କଥା ତ ରହିବ, ତାକୁ ଆଉ ପଚାରୁଛ କଣ? କଣ ପରା ପିଠା କରିବ ବୋଲି କହୁଥିଲ? ଯାଏ ମୁଁ ଧୂଳିଆକୁ କହିଦିଏ ସେ ନଡିଆ ଦିଟା ପାରୁ। ବାବୁ ତାଙ୍କ ବାପା ଘରେ ପୁଣି କେବେ ଆସିବେ ନାନୀ? ପଥ ପଚାରି ପିତା ଘର ଯିବ, ଆଉ ଅଯୋଧ୍ୟା ମନ ନ କରିବ। ମୋ ଲକ୍ଷ୍ମୀ ଭଣ୍ଡାରରେ ଯିଏ ହାତ ଦେଲା, ତୋ ମୁହଁ କାହିଁକି ଏମିତି ଶୁଖି ଯାଉଛି? ନାଇଁ ତ ନାନୀ। ଟଙ୍କା 500 ନେଇଛି ତ, ତା ବାପ ପାଖକୁ ଏମିତି ବାତିନି ପଠେଇଛି। କି ବାତିନି ନାନୀ? ସେ କଥା ନାଥେ ଜାଣନ୍ତି କି ହାତେ ଜାଣନ୍ତି, ଚିଠି ପଢୁଥିବି ଗୁଣ ଗାଉଥିବି। ଆଣି ଗୋଟେ ସେଠୁ ପାନ ବଟାଟା ଆଣି। ନିରୁ ତା ଶାଶୁ ଘରୁ ଆସିଲା ଦିନୁ ମୋ ମନରେ ବରାବର ପାପ ଛୁଁଥିଲା। କାହିଁକି? ସମୁଦ୍ରୀ କଣ ଚିଠିରେ ଲେଖିଛନ୍ତି କି? ହଁ ଲେଖିଛନ୍ତି, 16 ପୁଆଣି ସଜ ନଦେଲେ ସେ ନିରୁକୁ ଆଉ ତାଙ୍କ ଘରକୁ ନେବେ ନାହିଁ। 16 ପୁଆଣି ସଜ? ହଁ, ସୁନା ଗହଣା ରୂପା ବାସନଠୁ ଆରମ୍ଭ କରି ଆଲମାରି ପଲଙ୍କ ସବୁ କିଛି। ଏତେ ଟଙ୍କା ଆସିବ କୋଉଠୁ? ଏଇ ସବୁ ଅଡୁଆରୁ ମୁକ୍ତି ପାଇବି ବୋଲି ଝିଅଟାକୁ କଲେଜରେ ନେଇ ପଢେଇଥିଲି। ସିଏ ତ ତାର ବୃତ୍ତି ପାଇ ପଢିଲା, ନହେଲେ ଆମର ବା କୋଉଠି ଶକ୍ତି ଥିଲା କହିଲ? ହଁ, ମୁଁ ଜମି ବିକିବି। ଜମି? ଆମର ସବୁ ଯାକ ଜମି ବିକିଲେ ତ। ହେଲେ ହବ ସବୁ ଜମି ବିକ୍ରି। ଗୋଟାଏ ଜିଦ୍ ଉପରେ ଯେତେବେଳେ କଥା ରହିଲାଣି, ମୁଁ ହଟି ଯାଇ ପାରିବି ନାହିଁ। ବଡ ଲୋକ ବୋଲି, ଉଚ୍ଚ ଜାତି ବୋଲି ତାଙ୍କର ଯୋଉ ଗର୍ବ, ସେ ଗର୍ବ ମୁଁ ଭାଙ୍ଗିବି। ଏ ତୁମେ କଣ କହୁଛ ବାପା? ବାବୁ ମୁହଁକୁ ତୁମେ ଚାହିଁବନି? ତୁ ମୋର ବଡ ଝିଅ, ତା ଆଗରୁ ତୋ ମୁହଁକୁ ମତେ ଚାହିଁବାକୁ ପଡିବ। ଶୁଣୁଛୁ ପରା, ତୋ ଶାଶୁ ଲେଖିଛି ପୁଆଣି ସଜ ନଦେଲେ ତୁ ଜାଣିବୁ। ଏଥିରେ ଜାଣିବାର କିଛି ନାହିଁ ମା। ସେ ପୁଆଣି ସଜ ଚାହିଁଛନ୍ତି, ତାଙ୍କ ବରାଦ ମୁତାବକ ସବୁ ଜିନିଷ ଦେଇ ବାଜା ରୋଷଣୀ କରି ମୁଁ ତତେ ବିଦା କରିବି, ତାହେଲେ ଯାଇ ମୋର ଟେକ ରହିବ। କଣ କରିବା କହିଲ? ଖୁଡି କାଲି ରାତିରେ ଏମିତି ବେଚେତା ହେଇ ପଡି ରହିଛନ୍ତି। ମଝିରେ ମଝିରେ ଖାଲି ସେଇ ଟଙ୍କା ଚୋରି କଥା ଘୁଷି ହଉଛନ୍ତି। କଣ କହିବି ବାବୁ, ତାଙ୍କ ନାନୀ ଝିଅ ଏମିତି କାହାକୁ କିଛି ନ କହି ସେ ତାଙ୍କ ଘରକୁ ଚାଲିଗଲେଣି। ଧରଣୀ ଶୁଣ, ଆଗେ ନିର୍ମଳଙ୍କ ପାଖକୁ ଟେଲିଗ୍ରାମ କର, ଆଉ ନିରୁ ପାଖକୁ ଖବର ଦିଅ ସେ ଆସୁ। ତମେ ଏଠି ମାଉସୀଙ୍କ ପାଖରେ ଟିକେ ରୁହ, ମୁଁ ସବୁ ବ୍ୟବସ୍ଥା କରୁଛି। ହଁ ମୁଁ ଅଛି, ଯା। ପୁଆଣି ସଜ ନହେଲେ ତୁ ଯାଇପାରିବୁନି ବୋଲି ଏଡେ ଦମ୍ଭରେ ଚିଠି ଲେଖିଥିଲେ, ତୁ ଏବେ ଖାଲି ଖାଲି ଯିବୁ କେମିତି? ତମେ ମନା କରନି ବାପା, ଏଇଠି ଥାଇ ମୁଁ ଜାଣିପାରୁଛି କି ଅଣହେଳାରେ ତାଙ୍କ ଦିନ କଟୁଥିବ। ମୁଁ ଯାଉଛି, ତାଙ୍କ ଦେହ ଭଲ ହେଇଗଲେ ପୁଣି ଚାଲି ଆସିବି। ହଏ, କଣ କହୁଛ କହିଲ? କଣ ଆଉ କହିବି, ଯିବ କହୁଛି ଯାଉ, ବାବୁ ସାଙ୍ଗରେ ଯାଉ, ଛାଡି ଦେଇକିରି ଆସିବ। ମତେ ହେଇଲୋ ମୋ ମା ହଇଲେଣି। ବୋଉଙ୍କ ଦେହ କେମିତି ଅଛି ମତେ?
ବୋଉକୁ ଆଗେ ପାଣି ପିଏ ବେଟି ଘଡି ହେଲା ପାଣି ପାଣି ହଉଛନ୍ତି ମୁଁ ତ ସେ ଘରକୁ ଯିବିନି ପାଣି ଦେବି କେମିତି ଏଇ ନି ବୋଉ ପାଣି ନିଅ ଆଙ୍କର ଦେହ କେବେଠୁ ଏମିତି ହେଲାଣି ମତେ ପରଦିନ ସେଇ ମୁଣ୍ଡ ରୋଗ ତ ହଁ ଏଥର ବେଶୀ ଟିକେ ବାହାରିଛି ଉଷା ନାହାନ୍ତି ନା କି ହୀନ ଛକରା କଥା କହିଲ ବୋହୁ ନିଜ ପିଇସି ମୁହଁକୁ ଚାହିଁଲେନି ଘରକୁ ପଳେଇଲେ ରମାନାନୀ ଆସୁଛନ୍ତି ତ ସେଇ ତ ଯାହା ସମ୍ଭାଳିଛନ୍ତି ଏଇନେ ଏଇ ଘଡିଏ ହେଲା ତାଙ୍କ ଘରକୁ ଗଲେ ହଉ ମୁଁ ରହିଲି ଏଠି ତୁ ଗଲୁ ଟିକେ ଧରଣୀକୁ ଡାକି ଆଣିବୁ ଯାଉଛି ମା ଆଲୋ କଣ ହେଇଛି ଭଲା ମତେ କହ 4 ଦିନ ହେଲା ପିଇସି ଘରୁ ଆସି ଏମିତି ଗୁମ ହେଇ ବସିଛୁ କାହିଁକି ଥରେ ତ କହିଲି ବାପା ଆସନ୍ତୁ ମୋ କଥା ମୁଁ ବୁଝିବି ବାପାଙ୍କର କୋଉ ଦେଖା ଦର୍ଶନ ଅଛି କହିଲୁ ନାନୀ ତାଙ୍କର ଟଙ୍କା ଦେଲେ ନାହିଁ ବୋଲି ତ ଟଙ୍କା ଦେଲେ ନାଇଁ ନା ଆଉ କୋଉଠୁ ଦେଲେ ତୁ ପରା ସେଠି ଥିଲୁ ଜାଣିନୁ ଶୁଣବୁ ବାପା ଆସିଲେ ସବୁ କଥା ଶୁଣିବୁ ଆଉ ବାପା ଯଦି ନ ଆସନ୍ତି ତେବେ ତେବେ ମୁଁ କହିଦଉଛି ମୁଁ ବିଷ ଖାଇ ମରିବି ତୁ ଏକଥା କଣ କହୁଥିଲୁ ଓସି 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 ବୋଉଙ୍କ ମୁଣ୍ଡ ତଳେ ଟିକେ ହାତ ଦବଟି ନାନୀ ମୁଁ ତକିଆଟା ଘୁଚେଇ ଦିଏ ଖୁଡିଙ୍କ ଉପରେ ମାନ କରି ତମେ ଯଦି ଆସିନଥାନ୍ତ ନାନୀରୁ କଣ ଯେ ଅବସ୍ଥା ହେଇଥାନ୍ତା ଅବସ୍ଥା ତ ପୁରା ବଦଳିନି ଏଯାଏ ତ ମଣିଷ ଚିହ୍ନି ପାରୁନାହାନ୍ତି ହେଲେ ବି ଆଜି କେଡେ ନିଶ୍ଚିନ୍ତରେ ସେ ଶୋଇଛନ୍ତି ଦେଖିଲ ହେଇ ପୁଣି ଛଟପଟ ହେଲେଣି ଖୁଡି ଖୁଡି ନ ଖୁଡି ଦେଖ ତମେ ବୋହୁ ପରା ତମ ପାଖରେ ମୋ ଲକ୍ଷ୍ମୀ ମାକୁସରେ ଚୋର ହାତ ଲାଗିଲା ଖୁଡି ଖୁଡି ଥାଉ ନାନୀ ଥାଉ ସେ ଟଙ୍କା ଚୋରି କଥା ତାଙ୍କ ମନରେ ଖେଳୁଛି ମୁଁ ଆସିଛି ଜାଣିଲେ ଆହୁରି କଥା ଖରାପ ହବ ତାଙ୍କ ଦେହ କେମିତି ଆଗ ଭଲ ହେଇଯାଉ କିଏ ହେଇଲୋ ନିର୍ମଳା ଆଇଲେଣି କିଏ ବାବୁ ଏତେ ଡେରି କାହିଁକି ହେଲା ମର୍ଶଲ ଗସ୍ତରେ ବାହାରି ଯାଇଥିଲି କେମିତି ଅଛି ବୋଉ ଦେହ ଦେଖ ଯାହା ଭଲ ଦେଖୁଛ ଖାଲି ଏ ନିରୁଙ୍କ ପାଇଁ ତମ ଭାଗ୍ୟ ବୋଲ ଏ ଘରକୁ ସେ ବୋହୁ ହିଁ ଆସିଥିଲେ ମୁଁ ଯାଏ ନିଧିଆ ତେଣେ ପଇଡ଼ ପାରିଲେଣି କି ନାହିଁ ଦେଖିବି ତମେ ଧରଣୀ ଖବର ପଠେଇବା ସାଙ୍ଗେ ସାଙ୍ଗେ ମୁଁ ଆସିଛି ଡାକ୍ତର କେହି ଦେଖିଛନ୍ତି ଦେଖିଛନ୍ତି ହେଲେ ତମେ ଜଗତସିଂହପୁର ଯାଅ ବୋଉ ମୋ ଟଙ୍କା ଚୋରି ଆଗେ ରୋଗ ଭଲ ହେଇଯାଉ ପରେ ଅନ୍ୟ କଥା ତମେ ଜଗତସିଂହପୁର ଯାଇ ଡାକ୍ତରଙ୍କୁ ନେଇ ଆସ କିନ୍ତୁ ତମେ ଆଗେ ଗଲ ଯାଅ କିଏ ଓ ବୁଝ ତମେ ଏଠି ପଟାର ଟଙ୍କା ମୁଁ ଦେଇଦେଇଛି ବାପା ଜାଣେ 300ରୁ ଅଧିକ ଟଙ୍କା ତାଙ୍କୁ ଦେଇଛ ଆଉ ତମ ନାନୀଙ୍କ କଥା ଶୁଣିଛ କଣ 8 ଦିନ ହେଲା ବେମାର ପଡିଛନ୍ତି ଜଗତସିଂହପୁର ଆସିଥିଲି ଔଷଧ ନେବା ପାଇଁ ନାନୀ ଭଲ ହେଇଯିବଟି କେମିତି କହିବି ଆଉ ତମ ଭାଣିଯିବୁ ଭାରି ଭଲ ମଣିଷ ସେ ତମ ନାନୀଙ୍କ ବାକ୍ସରୁ 500 ଟଙ୍କା ଚୋରି କରିଛନ୍ତି ଭଲ ମଣିଷ ନୁହନ୍ତି ଆଉ କଣ ଟଙ୍କା ବହୁତ ଚୋରି କରିଛି କିଏ କହୁଛି କଥା ତମ ନାନୀ କହୁଛନ୍ତି ଓହୋ ଏମିତିକା ଗୋଟେ ଅଘଟଣ ତାହେଲେ ଘଟି ଯାଇଛି ହଉ ବାପା ଧରଣୀ ତୁ ଯା ହଁ ଉଷିକୁ କହିବୁ ଔଷଧ ଯାଇ ତମ ଘରେ କହିବି ଆଉ କଣ ଉଷି ଆମ ଘରେ ହଉ ଉଷିକୁ ନେଇ ମୁଁ ନାନୀକୁ ଦେଖିବାକୁ ଯିବି ତୁ ଯା ତମେ ଯିବ ହଁ କେହି ଜାଣି ରାତି 11ଟା ବାଜିଲା ନିରୁ ନିରୁ କଣ ବୋଉ ଶୋଇଛି ହଁ ତା ଦେହ ଆଜି ଖୁବ ଭଲ ଅଛି ନୁହେଁ ହଁ খুব ଭଲ କାଲି ତ ସେ ଭାତ ଖାଇବେ ରାତି ଏତେ ହେଲାଣି ତମେ ଶୋଇବନି ଶୋଇବି ତ ଏଇ ତଳଟାରେ ଓହ ବେଶୀ କଥା କୁହନି କାଳେ ତାଙ୍କ ନିଦ ଭାଙ୍ଗିବ ସେ ସକାଳେ ଯାଇ କେମିତି ଶୁଅନ୍ତୁ ମୋ ସାମ୍ନାକୁ ଆ ମା ବସ ଏଠି କହ ମା ମୁଁ ତୋର କିଏ ଯୋଉ ନାଚ ନା ମୁଁ ତତେ ଦେଇଛି କାହିଁକି ତୁ 11 ଦିନ କାଳ ଜମ ସାଙ୍ଗରେ ଲଢି ମତେ ବଞ୍ଚେଇଲୁ ତମେ କାନ୍ଦନି ବୋଉ ଡାକ୍ତର କହିଛନ୍ତି କାନ୍ଦିଲେ ମୁଣ୍ଡ ଆହୁରି ବେଶୀ ହବ ନେଲ ଏ ସରବତ ଟିକକ ପିଇଲ ସରବତ ପିଇଦିଅ ବୋଉ ପିଇଦିଅ ହଉ ଦେ ମା ତୋରି ହାତରେ ପିଆଇ ଦେ ହେ ପ୍ରଭୁ ରାଧା ମାଧବ ମା ଆଗେ ମତେ ଟିକେ ରାଧା ମାଧବଙ୍କ ତୁଳସୀ ଦେଲୁ
ତୁଳସୀ ଆଣ ମା ଆଣ। ରାଧା ମାଧବଙ୍କୁ ତ ମୁଁ ଛୁଇଁବିନି ବୋଉ, ଛୁଇଁବୁନି ମୁଁ ମନା କରିଥିଲି। ହେଲେ ମା ତୋ ହାତରୁ ରାଧା ମାଧବଙ୍କ ତୁଳସୀ ନ ପାଇଲେ ମୁଁ ଏ ସର୍ବତ ପିଇବିନି କି କିଛି ଖାଇବିନି। ଆଣୁଛି ବୋଉ। ବୋଉ କଣ ମା? ହାତରେ ମୋର ଏ ରାଧା ମାଧବଙ୍କ ତୁଳସୀ। ମୁଁ ନିୟମ କରିଛି ବୋଉ। କିଏ? ନାନୀ ନାନୀ ତ ମୁଁ ଅଛି ମତେ ଆଉ ନାନୀ ଡାକିବାକୁ? ମୁଁ ଏଇଠି ମଲା ଗଲା ହେଇ ପଡିଛି। ଝିଅଟାକୁ ଶିଖେଇକି ନେଇଗଲୁ ଯେ ଇଏ କଣ? ଇଏ କି ଟଙ୍କାରେ? ତୋ ବାକ୍ସରୁ ବହୁତ ଟଙ୍କା ଚୋରି କରିନଥିଲା? ମୋରି ବୋଧେ ଉସି ଟଙ୍କା ଚୋରି କରି ନେଇ ମତେ ଦେଇଥିଲା। କଣ ହେଲା? ଉସି ଟଙ୍କା ଚୋରି କରିଥିଲା? ଧରନ୍ତୁ ସବୁ ଶୁଣି ଘର ଦିହ ବନ୍ଧା ପକେଇ ଟଙ୍କା ଆଣି ଆସିଲି। ବୁଝ କାହା ପୁଅ କାହା ନାତି ହେଇଥିବ ଏ ବୁଦ୍ଧି ଧରିଲୁ। ଯାହା ତ ହେଇଥିଲା ମାମୁଁ। ଘର ଦିହ ବନ୍ଧା ପକେଇ ଟଙ୍କା ଆଣିଲି କାହିଁକି? ଉସି କହିଲା ଟଙ୍କା ନ ସୁଝିଲେ ସେ ବିଷ ଖାଇ ମରିବ। ଇଏ ଟଙ୍କା ନ ଆଣି ସେଇ ବିଷ ହେଲେ ମୋ ପାଇଁ ଆଣିଲୁନି। ଉଠା ଉଠା ଏ ଟଙ୍କା। ନାନୀ ଉଠା କହୁଛି। ନିଅନ୍ତୁ ମାମୁଁ, ଟଙ୍କା ରଖନ୍ତୁ। ଆପଣ ଚାଲନ୍ତୁ ମାମୁଁ, ଗୋଡ ହାତ ଧୁଅନ୍ତୁ, ମୁଁ ଯାଉଛି। ଦେଖିଲୁ ତ ମା, ମୋରି କୁରାଢି ଚୋଟ କେମିତି ମୋରି ବେକରେ ପଡିଲା। ଛୋଟ ଘରର ଝିଅ ବୋଲି ତତେ ନିନ୍ଦା ଉପାଦ ଦେଇଥିଲି। ପୁଅ ଆଣି ସଜା ଦବ ବୋଲି ତୋ ବାପ ଜମିବାଡି ବିକିବାକୁ ବସିଥିଲା ଯେ ତା ଫଳ ମୁଁ ହାତେ ହାତେ ପାଇଲି। ଉଚ୍ଚ ଘରର ଝିଅ ହେଇ ମୋ ଝିଆରୀ ମୋରି ବାକ୍ସରୁ ଟଙ୍କା ଚୋରି କଲା। ଆଉ ମୋରି ଭାଇ ତା ବାପ ଅଜା ସାତ ପୁରୁଷର ଘର ଡିହ ବନ୍ଧା ପକେଇଲା। କହିଲୁ ମା, ଏତିକିରେ ତୁ କଣ ମତେ ତ ମନ ଖୋଲି ବୋଉ ବୋଲି ଡାକିବୁନି? ବୋଉ ନିଅ ବୋଉ, ରାଧା ମାଧବଙ୍କ ଜଳ ତୁଳସୀ ନିଅ। ଶୁଣୁଥିଲି ନାଟକ ବଧୂ ନିରୁପମା। ମୂଳ ଉପନ୍ୟାସ ବିଭୂତି ପଟ୍ଟନାୟକ, ବେତରନାଟ୍ୟ ରୂପାନ୍ତର ଗୋପାଳ ଛୋଟରାୟ, ପ୍ରଯୋଜନା ନରସିଂହ ମହାପାତ୍ର, ସହଯୋଗିତା ଗୋପବନ୍ଧୁ ଚୌଧୁରୀ। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ନିର୍ମଳ